ବନ୍ଧୁଗଣ, ଏଥର ମୁଁ ଏକ ଅତ୍ୟନ୍ତ ଜ୍ଞାନବର୍ଦ୍ଧକ ଅତି ସୁନ୍ଦର ଗଳ୍ପ ଆପଣଙ୍କୁ ଭେଟି ଦେଉଛି। ଏହା ପ୍ରତ୍ୟେକଙ୍କ କାମରେ ଲାଗିବ। ବନ୍ଧୁଗଣ, ବୈତରଣୀ ନଦୀ କୂଳରେ ଥିବା ଆନନ୍ଦ ଆଶ୍ରମର ଗୁରୁ କୃଷ୍ଣାନନ୍ଦାଚାର୍ଯ୍ୟ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ଶିଷ୍ୟଗଣ, ମନ ଦେଇ ଏହି ଉପାଖ୍ୟାନଟି ଶୁଣନ୍ତୁ, ଯାହା ଜାଣିଲେ ତୁମେ ବୁଢ଼ା ବୟସରେ କେବେ ଦୁଃଖୀ ହେବ ନାହିଁ। ଏହି ପାଞ୍ଚଟି ଜ୍ଞାନର ମୂଳ କଥା ବୁଝିଲେ ତୁମେ ଜୀବନର ଶେଷ ପର୍ଯ୍ୟାୟରେ ମଧ୍ୟ ସୁଖୀ ଓ ଆତ୍ମନିର୍ଭର ରହିବ। ତୁମେ ହୁଏତ ଭାବୁଛ ବୁଢ଼ା ବୟସ କ'ଣ, ଏବେ ତୁମେ ଯୁବକ, ଶକ୍ତିଶାଳୀ, ଜୀବନର ଦୌଡ଼ରେ ବ୍ୟସ୍ତ। କିନ୍ତୁ ଶୁଣି ରଖ, ସମୟ କେବେ ଅପେକ୍ଷା କରେ ନାହିଁ। ଯେତେବେଳେ ଶରୀର ଦୁର୍ବଳ ହେବ, ଆଖିର ଆଲୋକ ମଳିନ ହେବ, ନିଜ ଲୋକମାନେ ଦୂରେଇ ଯାଉଥିବା ପରି ଲାଗିବ, ସେତେବେଳେ କ'ଣ କରିବ? ଏହି ପାଞ୍ଚଟି ଜ୍ଞାନ ତୁମକୁ ସେହି ସମୟରେ ଆଲୋକର ପଥ ଦେଖାଇବ। ବୁଢ଼ା ବୟସ ହଠାତ୍ ଆସେ ନାହିଁ। ଶିଷ୍ୟଗଣ, ଏହା ଧୀରେ ଧୀରେ ତୁମ ଜୀବନରେ ପ୍ରବେଶ କରିବ। ଯଦି ତୁମେ ଏବେଠାରୁ ପ୍ରସ୍ତୁତ ନ ହେବ, ତେବେ ଅନୁତାପ ଓ ଦୁଃଖ ତୁମର ସଙ୍ଗୀ ହେବ। କିନ୍ତୁ ଯଦି ତୁମେ ଏହି ପାଞ୍ଚଟି ଶିକ୍ଷାକୁ ଧାରଣ କରି ଜୀବନଯାପନ କର, ତେବେ ବୁଢ଼ା ବୟସ ତୁମ ପାଇଁ ଅନୁତାପର କାରଣ ନୁହେଁ, ବରଂ ସୁଖ ଓ ଶାନ୍ତିର ସମୟ ହେବ। ତେଣୁ ଏବେଠାରୁ ଶିଖ, କ'ଣ କରିବାକୁ ହେବ ଓ କ'ଣ ନୁହେଁ। ଏହା ତୁମର ଜୀବନକୁ ବଦଳାଇ ଦେବ। ବନ୍ଧୁଗଣ, ଗରୁଡ଼ ପୁରାଣରେ କୁହାଯାଇଛି ଯେ କୌଣସି ଶିକ୍ଷା ବା କାହାଣୀ ମଝିରେ ଛାଡ଼ିଦେଲେ ତାହା ପାପରେ ପରିଣତ ହୁଏ। ତେଣୁ ମୋ କଥା ମନ ଦେଇ ଶୁଣ ଓ ଶେଷ ପର୍ଯ୍ୟନ୍ତ ଏହାର ମର୍ମ ଗ୍ରହଣ କର। ଯଦି ତୁମେ ସନାତନ ଧର୍ମରେ ବିଶ୍ୱାସୀ, ତେବେ ଏହି ଜ୍ଞାନକୁ ହୃଦୟରେ ଧାରଣ କର ଓ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟ। ଏବେ ଶୁଣନ୍ତୁ, ରଘୁନାଥପୁର ଗାଁର ଏକ ସଂକୀର୍ଣ୍ଣ ଗଳିରେ, ଯେଉଁଠାରେ ଆମ୍ବ ଓ ପିପଳ ଗଛର ଛାୟା ଶୀତଳତା ଦେଉଥିଲା, ଏକ ମାଟି ଘରେ ମାଳତୀ ନାମକ ଜଣେ ମା ତାଙ୍କ ପୁଅ ଅଶୋକ ଓ ବୋହୂ ସୁଜାତାଙ୍କ ସହ ରହୁଥିଲେ। ମାଳତୀଙ୍କ ଆଖିରେ ଥିଲା ଜୀବନର ଅନୁଭବର ଆଲୋକ ଓ ଚେହେରାରେ ସ୍ନେହର ଚମକ। ଅଶୋକ ଦିନସାରା କ୍ଷେତରେ କଠିନ ପରିଶ୍ରମ କରୁଥିଲା, ଆଉ ସୁଜାତା ଘରର ସମସ୍ତ ଦାୟିତ୍ୱ ନେଉଥିଲା। ମାଳତୀଙ୍କର ଅଭ୍ୟାସ ଥିଲା, ପ୍ରତିଦିନ ସକାଳେ ସ୍ନାନ ସାରି ସେ ଭଗବାନ ଶିବଙ୍କ ମନ୍ଦିରକୁ ଯାଆନ୍ତି। ସେଠାରେ ସେ ଗାଁର ଅନ୍ୟ ମହିଳାମାନଙ୍କୁ ଭେଟୁଥିଲେ। ଏକଦା ମନ୍ଦିରର ଦ୍ୱାରପଥରେ ପହଞ୍ଚିବା ମାତ୍ରେ ତାଙ୍କ ଆଖି ପଡ଼ିଲା ତାଙ୍କ ପୁରୁଣା ସଖୀ ସାବିତ୍ରୀ ଉପରେ। ଉଭୟଙ୍କ ଆଖି ବର୍ଷ ବର୍ଷ ପରେ ଭେଟର ଆନନ୍ଦରେ ଚମକି ଉଠିଲା। ସାବିତ୍ରୀ ଉତ୍ସାହରେ ପଚାରିଲେ, ମାଳତୀ, ତୁ କେମିତି ଅଛୁ? ମାଳତୀ ହସି କହିଲେ, ଓହ ସାବିତ୍ରୀ, ତୁମକୁ ଦେଖିନି କେତେ ଦିନ ହେଲା। ବୋହୂ ଆସିଛି ମାତ୍ର 2 ମାସ ହେଲା, କିନ୍ତୁ ଲାଗୁଛି ଯେମିତି ସେ ବର୍ଷ ବର୍ଷ ଧରି ମୋ ସହ ଅଛି। ସତ କହିବାକୁ ଗଲେ, ଯଦି ତୁମେ ଆସିଥାନ୍ତ, ତୁମେ ଦେଖିଥାନ୍ତ ମୋ ବୋହୂ କେତେ ସଦ୍ଗୁଣବତୀ। ସେ ପ୍ରତିଦିନ ସକାଳେ ପ୍ରଥମେ ଗରମ ଚା ଆଣିଦିଏ। ସାରା ଦିନ ମୋର ଯତ୍ନ ନିଏ। ରାତିରେ ମୋତେ ପ୍ରଥମେ ଖାଦ୍ୟ ପରଷି ଦିଏ, ତାପରେ ନିଜେ ଖାଏ। ସାବିତ୍ରୀ ଆଶ୍ଚର୍ଯ୍ୟ ହୋଇଗଲା। ଓହୋ, ଏବେ ତୁମକୁ ଆଉ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ। ତୁମେ ସତରେ ଭାଗ୍ୟବତୀ। ମାଳତୀ ହସି ମୁଣ୍ଡ ହଲାଇଲା। ସାବିତ୍ରୀ ତାକୁ ଆଲିଙ୍ଗନ କଲା। ଏବେ ମୁଁ ବି ତୁମ ବୋହୂକୁ ଭେଟିବାକୁ ଆସିବି। ଦୁଇ ବନ୍ଧୁ ଆଉ କିଛି କଥା ହେଲେ ଏବଂ ତାପରେ ସାବିତ୍ରୀ ଚାଲିଗଲା। ତେବେ ଘର ପାଖରେ ପହଞ୍ଚିବା ମାତ୍ରେ ମାଳତୀଙ୍କ ହୃଦୟ ଧଡ଼କନ ବଢ଼ିଗଲା। ଘରେ ପାଦ ଥୋଇବା ମାତ୍ରେ ବୋହୂ ସୁଜାତା କଠୋର ସ୍ୱରରେ କହିଲା, ଏବେ ରାଣୀ ଆସିଗଲେ, ଏତେ ବିଳମ୍ବ ଯାଏ କେଉଁଠି ଥିଲେ? ଏହା ନୂଆ ବୋହୂ ଠାରୁ ମାଳତୀ ଆଶା କରିନଥିଲେ। ବିବାହର 2 ମାସ ମଧ୍ୟରେ ସୁଜାତା ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ତଥାପି ସେ ଶାନ୍ତ ସ୍ୱରରେ କହିଲେ, ମା ସୁଜାତା, ବାଟରେ ମୋ ସାଙ୍ଗ ସାବିତ୍ରୀକୁ ଭେଟିଲି। କଥା ହେବାରେ କେତେ ସମୟ ବିତିଗଲା ଜାଣିପାରିଲି ନାହିଁ। ସୁଜାତା ବ୍ୟଙ୍ଗାତ୍ମକ ଭାବରେ ହସିଲା। ଠିକ୍ ଅଛି, ରୁଟି ଏବଂ ଟିକିଏ ଲୁଣ ତୁମ ପାଇଁ ଅଛି, ଖାଅ। ହେ ବୋହୂ, ଏହା କ'ଣ? ଏହି ରୁଟି ବାସି, ତରକାରୀ କାହିଁ? ସୁଜାତା ଛିଗୁଲେଇ କହିଲା, ଶାଗ ଥିଲା, ତୁମ ପୁଅ ଏବଂ ମୁଁ ଖାଇଦେଲୁ, କିଛି ବାକି ରହିଲା ନାହିଁ। ଏହି ରୁଟିଗୁଡ଼ିକ କାଲିର। ଯଦି ଫୋପାଡ଼ି ଦେଇଥାନ୍ତି, ନଷ୍ଟ ହୋଇଯାଇଥାନ୍ତା। ତୁମ ପୁଅ ଦିନରାତି କାମ କରନ୍ତି, ତାଙ୍କୁ ବାସି ରୁଟି ଦେଇପାରିବି ନାହିଁ। ମାଳତୀର ଆଖିରେ ଲୁହ ଆସିଗଲା। ଯେଉଁ ବୋହୂକୁ ସେ ନିଜର ଭାଗ୍ୟ ବୋଲି ଭାବୁଥିଲା, ତାର ବାସ୍ତବତା ଆଜି ତା ଆଗରେ ଥିଲା। ମାଳତୀ ନିଜ ବୋହୂର ପ୍ରଶଂସାରେ କ୍ଳାନ୍ତ ହେଉନଥିଲା, କିନ୍ତୁ ଆଜି ସେହି ବୋହୂ ତାକୁ କଠୋର ଶବ୍ଦ ସହ ଶୁଖିଲା ଖାଦ୍ୟ ପରଷୁଛି। ସେ ଖାଦ୍ୟକୁ ରଖିଦେଲେ। କହିଲେ, ନାହିଁ, ମୁଁ ଏହା ଖାଇପାରିବି ନାହିଁ। ସେ ଭାବୁଥିବା ବେଳେ ଦ୍ୱାରରେ ଏକ ଶବ୍ଦ ହେଲା। ଅଶୋକ କ୍ଷେତରୁ ଫେରିଥିଲା। ପୋଷାକ ମାଟିରେ ଆଚ୍ଛାଦିତ, କପାଳରେ ଘର୍ମାକ୍ତ ବିନ୍ଦୁ ଏବଂ ମୁଖରେ କଠିନ ପରିଶ୍ରମର କ୍ଳାନ୍ତି। ମା, ତୁମେ ଖାଇଛ କି? ସେ ହସି ହସି ପଚାରିଲା।
ମାଳତୀ ଶୀଘ୍ର ଆଖିର ଲୁହ ପୋଛି ଦେଇ ଟିକିଏ ହସି କହିଲା, ହଁ ପୁଅ, ମୁଁ ଖାଇଛି। ଅଶୋକ ଖୁସିରେ କହିଲା, ଆଜି ସୁଜାତା ବହୁତ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲା। ତୁମର ପ୍ରିୟ ଶାଗ ବି ଥିଲା। ସତ୍ୟ କହିବାକୁ ଗଲେ ତା ହାତରେ ଯାଦୁ ଅଛି। ତୁମେ ବହୁତ ଭାଗ୍ୟବାନ। ତୁମକୁ ଏତେ ଭଲ ବୋହୂ ମିଳିଛି। ମାଳତୀର ହୃଦୟ ଡୁବିଗଲା। ସେ ବୁଝିଲା ଯେ ଅଶୋକ ତା ପତ୍ନୀର ପ୍ରେମରେ ଏତେ ଡୁବିଯାଇଛି ଯେ ଘରେ କ'ଣ ହେଉଛି ଜାଣିପାରୁନାହିଁ। ତାଙ୍କ ଆଖିରେ ପୁଣି ଲୁହ ଆସିଗଲା, କିନ୍ତୁ ସେ ଲୁହକୁ ଲୁଚାଇ ରଖିଲେ। ହଁ ପୁଅ, ବହୁତ ସ୍ୱାଦିଷ୍ଟ ଥିଲା। ମୋ ହୃଦୟ ପୂର୍ଣ୍ଣ ହୋଇଗଲା। ମାଳତୀଙ୍କ ମନ ଯନ୍ତ୍ରଣାରେ ଭରିଗଲା। ଅଶୋକ ପଚାରିଲା, କ'ଣ ହୋଇଛି? କିଛି ନୁହେଁ ପୁଅ, କେବଳ ଗୋଡ଼ରେ ଯନ୍ତ୍ରଣା ହେଉଛି। ମୋତେ ଟିକିଏ ମାଲିସ ତେଲ ଦେ। ଅଶୋକ କହିଲା, ତେଲ ସାମ୍ନାରେ ରଖାଯାଇଛି। ମୋ ଗୋଡ଼ ଟିକେ କରିଦେଲୁ। ଅଶୋକ କହିଲା, ତୁମେ ତାହା ବି କରିପାରୁନାହଁ। ମୁଁ କ୍ଷେତରୁ ଫେରିଛି। ମୁଁ ବହୁତ କ୍ଳାନ୍ତ। ମୁଁ ଶୋଇବାକୁ ଯାଉଛି। ଏହା କହି ଅଶୋକ ତା କୋଠରୀକୁ ଚାଲିଗଲା। ବନ୍ଧୁଗଣ, ମାଳତୀ ଘରର ଏକ କୋଣରେ ବସିଥିଲେ। ତେଲ ବୋତଲ ପାଖରେ ରଖାଯାଇଥିଲା। ସେ ଯେପରି କୌଣସି ଅଦୃଶ୍ୟ ଶକ୍ତି ସହିତ କଥା ହେବାକୁ ଆରମ୍ଭ କଲେ। ହେ ଭଗବାନ, ମୁଁ ଚାହେଁ ତୁମେ ମୋତେ ଏତେ ଶକ୍ତି ଦିଅ ଯେ ମୁଁ ଏହା ସବୁ ସହିପାରିବି। ତାଙ୍କ ମନ ଅସ୍ଥିର ଥିଲା। ସ୍ୱାମୀଙ୍କ କଥା ବି ମନେ ପଡ଼ିଲା। ସ୍ୱର୍ଗତ ସ୍ୱାମୀକୁ ଗାଳି ଦେଇ କହିଲେ, ମୋତେ ନେଲନି କାହିଁକି? ରେ ମୁଁ ଏହି ଦିନଗୁଡ଼ିକୁ ଦେଖିବାକୁ ପଡ଼ିନଥାନ୍ତା। ତାଙ୍କ ସ୍ୱର କମ୍ପିବାକୁ ଆରମ୍ଭ କଲା। ଯେଉଁ ପୁଅକୁ ମୁଁ ନିଜ ଶ୍ରମ ଏବଂ ରକ୍ତରେ ପାଳିଛି, ସେ ଆଜି ଏତେ ବଦଳି ଯାଇଛି। ସେ ତା ପତ୍ନୀର ପ୍ରେମରେ ଏତେ ଅନ୍ଧ ହୋଇଯାଇଛି ଯେ ତା ମାର ଯନ୍ତ୍ରଣା ଦେଖିପାରୁନାହିଁ। ତା ଆଖିରୁ ଲୁହ ବୋହିବାକୁ ଆରମ୍ଭ କଲା। ସେ କମ୍ପିତ ହାତରେ ଶାଢ଼ୀର କାନିକୁ ଆଣି ଲୁହ ପୋଛିବାକୁ ଚେଷ୍ଟା କଲେ। କିନ୍ତୁ ଯନ୍ତ୍ରଣାର ଗଭୀରତା ଏତେ ଥିଲା ଯେ ଆଖି ବନ୍ଦ ହେଉନଥିଲା। ମୁଁ ତାକୁ ଯାହା କହେ, ସେ ବୋହୂର ପକ୍ଷ ନିଏ। ତା ପାଇଁ ଏବେ କେବଳ ତା ପତ୍ନୀର କଥା ଗୁରୁତ୍ୱପୂର୍ଣ୍ଣ, ମାର ନୁହେଁ। ସେ ମୋତେ କେବେ ଶୁଣେ ନାହିଁ। ତାଙ୍କ ସ୍ୱର କ୍ଷୀଣ ହୋଇଗଲା। ଅତୀତର ଚିତ୍ରଗୁଡ଼ିକ ତାଙ୍କ ଆଖି ଆଗରେ ଭାସିବାକୁ ଆରମ୍ଭ କଲା। ଯେତେବେଳେ ଅଶୋକ ଛୋଟ ଥିଲା, ସେ ତା କୋଳରେ ମୁଣ୍ଡ ରଖି ଶୋଉଥିଲା। ଯେତେବେଳେ ସେ ଅସୁସ୍ଥ ହୋଇପଡ଼େ ଏବଂ ସେ ରାତି ସାରା ତା ବିଛଣା ପାଖରେ ବସି ତା ପାଇଁ ପ୍ରାର୍ଥନା କରୁଥିଲେ। କିନ୍ତୁ ସେହି ନିର୍ଦ୍ଦୋଷ ଶୈଶବ ବହୁତ ଦିନ ପୂର୍ବରୁ ଚାଲିଯାଇଥିଲା ଏବଂ ଉଦାସୀନତା ତା ସ୍ଥାନ ନେଇଥିଲା। ଓହ ଭଗବାନ, ମୁଁ କ'ଣ ପାପ କରିଛି ଯେ ମୋତେ ଏହି ଦିନଗୁଡ଼ିକୁ ଦେଖିବାକୁ ପଡ଼ୁଛି? ତାଙ୍କ ଆଖି କାନ୍ଥକୁ ଗଲା, ଯେଉଁଠାରେ ଏକ ଅସ୍ପଷ୍ଟ ଚିତ୍ରରେ ତାଙ୍କ ସ୍ୱାମୀର ହସୁଥିବା ଫଟୋଟି ଥିଲା। ଚିତ୍ରଟି ଏବେ ବି ସେହିପରି ଥିଲା, କିନ୍ତୁ ମାଳତୀର ଜଗତ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ବନ୍ଧୁଗଣ, ସମୟ ଗଡ଼ିଲା। ଅଶୋକ ଚିନ୍ତିତ ହୋଇ ପଚାରିଲା, କ'ଣ ହେଲା ସୁଜାତା? ତୁମେ ବହୁତ କ୍ଳାନ୍ତ ଦେଖାଯାଉଛ। ସୁଜାତା ଗଭୀର ନିଶ୍ୱାସ ନେଇ ଅଭିଯୋଗାତ୍ମକ ସ୍ୱରରେ କହିଲା, ହଁ, ମୋ ଗୋଡ଼ ବହୁତ ଯନ୍ତ୍ରଣା ହେଉଛି ଏବଂ ମୁଣ୍ଡ ବି ଭାରି ଲାଗୁଛି। ସାରା ଦିନ ଘର କାମ କରି କ୍ଳାନ୍ତ ହୋଇଯାଉଛି। ଅଶୋକ ସ୍ନେହରେ ସୁଜାତାର ମୁଣ୍ଡକୁ ଆଉଁସି କହିଲା, ହେ, ତୁମେ ଏତେ ଚିନ୍ତା କାହିଁକି କରୁଛ? ମୁଁ ତୁମର ଯତ୍ନ ନେବାକୁ ଅଛି। ଆସ୍, ମୁଁ ତୁମ ମୁଣ୍ଡ ଏବଂ ଗୋଡ଼କୁ ମାଲିସ କରିଦେବି। ଚିନ୍ତା କର ନାହିଁ। ତୁମକୁ ଚିନ୍ତିତ ଦେଖି ମୁଁ ବି ଅସ୍ଥିର ହୋଇଯାଉଛି। ସୁଜାତା ଆହୁରି ଦୁଃଖୀ ସ୍ୱରରେ କହିଲା, ସବୁ ଭାର ମୋ ମୁଣ୍ଡରେ। ମୁଁ ବି ମାଙ୍କ ଯତ୍ନ ନେବାକୁ ପଡ଼ୁଛି। ତାଙ୍କ ଖାଦ୍ୟ ପାନୀୟ, ଔଷଧ ଏବଂ ତାପରେ ସମଗ୍ର ଘରର ଯତ୍ନ ନେବା ବି ମୋର କାମ। ମା କେବଳ ସାରା ଦିନ ସାରା ବିଶ୍ରାମ କରିବାକୁ ଜାଣନ୍ତି। ସେ କେବେ ମୋତେ ସାହାଯ୍ୟ କରନ୍ତି ନାହିଁ। ଅଶୋକ ସୁଜାତାର ଗୋଡ଼କୁ ମାଲିସ କରି କହିଲା, ହେ, ଛାଡ଼ ମାକୁ। ସେ ଆଜି ଅଛନ୍ତି, କାଲି ମରିଯିବେ। ସେ ବୁଢ଼ୀ ହୋଇଯାଉଛନ୍ତି। ତୁମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ। ମାକୁ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ। ମାଳତୀ ଏହା ସବୁ ଶୁଣୁଥିଲେ। ତାଙ୍କ ଆଖିରୁ ଲୁହ ବୋହିବାକୁ ଆରମ୍ଭ କଲା। ସେ ନିଜର ପୁଅ ଯାହାକୁ ନିଜ କୋଳରେ ପାଳିଥିଲା, ଯାହା ପାଇଁ ସେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲା, ଆଜି ସେହି ପୁଅର ମୁଖରୁ ଏହା ଶୁଣୁଥିଲା। ମାଳତୀ ଭାବିଲେ, ଯେତେବେଳେ ମୁଁ ତାକୁ କେବଳ ତେଲ ଆଣିବାକୁ କହିଲି, ସେ ସେତେବେଳେ କ୍ଳାନ୍ତ ଥିଲା। ହେଲେ ପତ୍ନୀ ପାଇଁ କେଉଁଠାରୁ ଏତେ ଶକ୍ତି ପାଇଲା ଯେ ତା ଗୋଡ଼କୁ ଘଷୁଛି? ମାଳତୀର ହୃଦୟ କାନ୍ଦି ଉଠିଲା, କିନ୍ତୁ ସେ ନିଜ ଯନ୍ତ୍ରଣାକୁ ନିଜ ଭିତରେ ରଖିଲେ। ଏବେ ଅଭିଯୋଗ କରିବାର କୌଣସି ଅର୍ଥ ନାହିଁ। ତାଙ୍କ ବୋହୂ, ଯାହାକୁ ସେ ବୋହୂ ନୁହେଁ କନ୍ୟା ବୋଲି ଭାବୁଥିଲେ, ସେ ତାଙ୍କୁ ଅଳସୁଆ ଏବଂ ଅକର୍ମଣ୍ୟ ବୋଲି ଭାବୁଛି। ସେ ଚାପ୍ କାନ୍ଥର ଅନ୍ୟ ପାର୍ଶ୍ୱରେ ଥିବା ନିଜ ବିଛଣାରେ ଶୋଇଗଲେ। ତାଙ୍କ ଆଖିରୁ ଲୁହ ବହୁଥିଲା, କିନ୍ତୁ ତାକୁ ଶାନ୍ତ କରିବାକୁ କେହି ନଥିଲା। କୋଠରୀର ଛାତକୁ ଚାହିଁ ସେ ଗଭୀର ନିଶ୍ୱାସ ନେଲେ। ସକାଳର ସୂର୍ଯ୍ୟ ଏବେ ସମ୍ପୂର୍ଣ୍ଣ ଉଦୟ ହୋଇନଥିଲା।
ଯେତେବେଳେ ସୁଜାତା ନିଜ କୋଠରୀରେ ଆରସି ଆଗରେ ବସି କେଶ ସଜାଡୁଥିଲା, ତା ମୁଖରେ ଏକ ଭିନ୍ନ ଚମକ ଥିଲା। ସେ ଅଶୋକ ଗଭୀର ନିଶ୍ୱାସ ନେଇ ମୁଣ୍ଡ ନୁଆଁନି କହିଲା, ସୁଜାତା, ମୋ ପାଖରେ ଏତେ ଟଙ୍କା ନାହିଁ। ତୁମ ପାଖରେ ତ ଯାହା ହେଉ ବହୁତ ଶାଢ଼ୀ ଅଛି, ସେମାନଙ୍କ ମଧ୍ୟରୁ କୌଣସିଟା ପିନ୍ଧି ନିଅ ଏବଂ ଯାହା ହେଉ ଏହି ବିବାହ ତୁମର ଦୂର ସମ୍ପର୍କୀୟର କୌଣସି ବିଶେଷ ନୁହେଁ। ସୁଜାତା ଗଭୀର ନିଶ୍ୱାସ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଲା, ଠିକ୍ ଅଛି, ନ କିଣ। ମୁଁ ପୁରୁଣା ଶାଢ଼ୀ ପିନ୍ଧିବି। କିନ୍ତୁ ଭାବ, ବିବାହରେ ଏତେ ଲୋକ ଥିବେ, ମହିଳାମାନେ ଦେଖି କହିବେ, ଅଶୋକ କିପରି ନିଜ ପତ୍ନୀକୁ ଅବହେଳା କରୁଛି। ଏବଂ ଯଦି ମୁଁ ନୂଆ ଶାଢ଼ୀ ଏବଂ ଭାରି ଗହଣା ପିନ୍ଧି ଯାଏ, ଲୋକମାନେ ତୁମକୁ ପ୍ରଶଂସା କରିବେ, କହିବେ, ଦେଖ ଅଶୋକ କିପରି ନିଜ ପତ୍ନୀକୁ ଶୈଳୀରେ ରଖିଛି। ଅଶୋକ କିଛି ସମୟ ଚୁପ୍ ରହିଲା। ସେ ଦ୍ୱନ୍ଦ୍ୱରେ ଥିଲା। ସୁଜାତା ଅଶୋକ ପାଖକୁ ଆସି ଧୀରେ କହିଲା, ତୁମେ ଜାଣ ନାହଁ, କିନ୍ତୁ ତୁମ ମା ପାଖରେ ବହୁତ ଟଙ୍କା ଅଛି। ସେ ନିଶ୍ଚୟ ଆଲମାରିରେ କିଛି ଲୁଚାଇ ରଖିଛନ୍ତି। ସେ କେବେ ମୋତେ ତାଙ୍କ ଆଲମାରିର ଚାବି ଦିଅନ୍ତି ନାହିଁ। କୁହ ଯେ ଜମିଦାର ପ୍ରତିଦିନ ଧମକ ଦେଉଛି, ଟଙ୍କା ନ ଦେଲେ ଘରୁ ବାହାର କରିଦେବ। କୌଣସି ମା ଏତେ କଠୋର ନୁହେଁ ଯେ ନିଜ ପୁଅକୁ ସମସ୍ୟାରେ ଦେଖି ବି ଟଙ୍କା ନ ବାହାର କରିବ। କିନ୍ତୁ ଯଦି ଏହାପରେ ବି ଟଙ୍କା ନ ଦିଅନ୍ତି, ତାର ଅର୍ଥ ତାଙ୍କର ଏହି ଘରେ ରହିବାର କୌଣସି ଅଧିକାର ନାହିଁ। ଅଶୋକ କିଛି ମୁହୂର୍ତ୍ତ ଭାବିଲା। ତା ଆତ୍ମା ତାକୁ ବାଧା ଦେବା ପରି ଲାଗୁଥିଲା। କିନ୍ତୁ ସୁଜାତାର କଥାରେ ଏପରି ଜାଲ ବୁଣାଯାଇଥିଲା ଯେ ସେ ସେଥିରେ ଫସି ଯାଇଥିଲା। ସେ ଧୀରେ କହିଲା, ଠିକ୍ ଅଛି, ମୁଁ ମା ସହିତ କଥା ହେବାକୁ ଚେଷ୍ଟା କରିବି। ସୁଜାତା ହସିଲା। ଭାବିଲା, ତାର କାମ ହୋଇଗଲା। ଏବେ ସେ ପୂର୍ଣ୍ଣ ଗୌରବରେ ବିବାହକୁ ଯିବାର ସ୍ୱପ୍ନ ଦେଖିବାକୁ ଆରମ୍ଭ କଲା ଏବଂ ଏଠାରେ ଅଶୋକ ନିଜ ମାକୁ ଧୋକା ଦେବାକୁ ପ୍ରସ୍ତୁତ ଥିଲା। ସନ୍ଧ୍ୟା ହୋଇ ଯାଇଥିଲା। ସୂର୍ଯ୍ୟ ଅସ୍ତ ଯାଇଥିଲା ଏବଂ ଘରେ ଏକ ସ୍ୱଳ୍ପ ଅନ୍ଧକାର ବ୍ୟାପି ଯାଉଥିଲା। ମାଳତୀ ତାଙ୍କର ଛୋଟ କୋଠରୀରେ ବହୁତ ଅସୁସ୍ଥ ଥିଲେ। ଅଶୋକ ଯାଇ କହିଲା, ମା, ମୁଁ ଜମିଦାରଙ୍କଠାରୁ କିଛି ଋଣ ନେଇଥିଲି। ମୁଁ ଭାବିଥିଲି ଯେ ଫସଲ ପରେ ପରିଶୋଧ କରିବି। କିନ୍ତୁ ପରିସ୍ଥିତି ଏପରି ହେଲା ଯେ ମୁଁ ଏପର୍ଯ୍ୟନ୍ତ ଟଙ୍କା ଫେରାଇ ପାରିନାହିଁ। ମାଳତୀ ଆଘାତ ପାଇଲେ। କେତେ ଟଙ୍କା ନେଇଥିଲୁ ପୁଅ? ଜମିଦାର ଏବେ କ'ଣ କହୁଛନ୍ତି ପଚାରିଲେ। ଅଶୋକ ମିଥ୍ୟା ଚିନ୍ତାରେ ମୁଣ୍ଡ ନୁଆଁନିଲା। ମା, ସେ ଏବେ ପ୍ରତିଦିନ ଧମକ ଦେବାକୁ ଆସୁଛନ୍ତି। ଆଜି ସେ କହିଲେ ଯେ ଯଦି କାଲି ସୁଦ୍ଧା ଟଙ୍କା ନ ମିଳେ, ତେବେ ସେ ଆମକୁ ଏହି ଘରୁ ବାହାର କରିଦେବେ। ମୁଁ କ'ଣ କରିବି ମା? ମୁଁ କିଛି ବୁଝିପାରୁନାହିଁ। ମାଳତୀ ଏହା ଶୁଣି ସବୁ ଟଙ୍କା ଅଶୋକର ହାତରେ ରଖିଲେ। ପୁଅ, ତୋ ବାପା ଏହି ଟଙ୍କାକୁ ଖରାପ ସମୟ ପାଇଁ ସଞ୍ଚୟ କରିଥିଲେ। ଏହାଠାରୁ ଖରାପ ସମୟ କ'ଣ ହୋଇପାରିବ? ଏହା ନେଇଯାଅ ଏବଂ ଜମିଦାରର ଋଣ ପରିଶୋଧ କର। ଏହା ବହୁତ ନୁହେଁ, କିନ୍ତୁ ହୁଏତ ଏହା ତୋତେ ସ୍ୱଳ୍ପ ସାହାଯ୍ୟ କରିବ। ଯେତେବେଳେ ଅଶୋକ ରାତିରେ ଏହି ଟଙ୍କା ସୁଜାତାଙ୍କୁ ଦେଲା, ତାଙ୍କର ଆଖି ଚମକି ଉଠିଲା। ସେ ଟଙ୍କାକୁ ହାତରେ ନେଇ ଏକ ବିଜୟୀ ହସରେ କହିଲା, ଏବେ ମଜା ହେବ। ଏବେ ମୁଁ ବିବାହରେ ସବୁଠାରୁ ସୁନ୍ଦର ଦେଖାଯିବି। ପରଦିନ ସୁଜାତା ଏକ ଚମକଦାର, ମହଙ୍ଗା ଶାଢ଼ୀରେ ପ୍ରସ୍ତୁତ ହେଲା। ଅଳଙ୍କାରରେ ସଜ୍ଜିତ, ସେ ତାଙ୍କର ଚେହେରାରେ ଗର୍ବ ଏବଂ ସନ୍ତୋଷର ହସ ଧାରଣ କଲା। ସେ ଆରସିରେ ନିଜକୁ ଦେଖି କହିଲା, ଦେଖ ମୁଁ କେମିତି ଚମକୁଛି। ଏବେ ବିବାହରେ ସମସ୍ତଙ୍କର ଆଖି ମୋ ଉପରେ ରହିବ। ଅନ୍ୟପଟେ ମାଳତୀଙ୍କର କୋଠରୀରେ ନୀରବତା ବିରାଜମାନ ଥିଲା। ସେ ଭଗବାନଙ୍କର ମୂର୍ତ୍ତି ଆଗରେ ଅସହାୟ ବସି ଭାବୁଥିଲେ, ମୁଁ କ'ଣ ମୋ ପୁଅକୁ ସାହାଯ୍ୟ କଲି, ନା ମୁଁ ନିଜର ଜୀବନର ଅବଶିଷ୍ଟ ପୁଞ୍ଜିକୁ ଅନ୍ୟର ଚମକ ପାଇଁ ବଳି ଦେଲି। କିଛି ଦିନ ସବୁକିଛି ସାଧାରଣ ଭାବରେ ଚାଲିଲା। କିନ୍ତୁ ସୁଜାତାଙ୍କ ମନରେ ଏକ ଅଜବ ଅସ୍ଥିରତା ଥିଲା। ପ୍ରତ୍ୟେକ ଥର ଘରେ ମାଳତୀଙ୍କୁ ଦେଖିବାରେ ତାଙ୍କର ମନ କ୍ରୋଧରେ ଭରି ଯାଉଥିଲା। ସେ ଭାବୁଥିଲେ ଯେ ଏହି ବୁଢ଼ୀ ତାଙ୍କର ଖୁସି ଏବଂ ସ୍ୱପ୍ନର ବାଟରେ ସବୁଠାରୁ ବଡ଼ ବାଧା। ସେ ଘରେ କେବଳ ତାଙ୍କର ଆଦେଶ ଚଳାଇବାକୁ ଚାହୁଁଥିଲେ। ସେଥିପାଇଁ ସେ ମାଳତୀଙ୍କୁ କୌଣସି ପ୍ରକାରେ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏକ ରାତିରେ ଯେତେବେଳେ ଅଶୋକ କାମରୁ ଫେରି ବିଶ୍ରାମ କରିବାକୁ ଆରମ୍ଭ କଲା, ସୁଜାତାଙ୍କ ପାଖରେ ବସିଲା। ସେ ଧୀରେ କହିଲା, ଶୁଣ, ମୁଁ ପ୍ରକୃତରେ ବହୁତ ଅସନ୍ତୁଷ୍ଟ। ଯେ ପର୍ଯ୍ୟନ୍ତ ତୁମ ମା ଏହି ଘରରେ ଅଛନ୍ତି, ଆମେ ଶାନ୍ତି ପାଇବୁ ନାହିଁ। ଅଶୋକ ଥକ୍କା ମାରୁଥିଲା। ପରଦିନ ଦୀପର କଥା। ମାଳତୀ ଅଗଣାରେ ରଖାଯାଇଥିବା କିଛି ଜିନିଷ ସଂଗ୍ରହ କରୁଥିଲେ। ତାପରେ ସୁଜାତା ଭାବିଲା, ଆଜି ମୁଁ ତାଙ୍କୁ ଏପରି ଦଣ୍ଡ ଦେବି ଯେ ଅଶୋକର ବିଶ୍ୱାସ ପୂରାପୂରି ମୋ ଉପରେ ଆସିବ। ସେ ତୀବ୍ର ଗତିରେ ଚାଲିଲା ଏବଂ ଜାଣିଶୁଣି ମାଳତୀଙ୍କ ଆଗରୁ ଧକ୍କା ଖାଇଲା। ତାପରେ ଭୂମିରେ ପଡ଼ିଗଲା ଏବଂ ଯନ୍ତ୍ରଣାରେ ଚିତ୍କାର କଲା, ଓହ ମୋର ପିଠି, ମୁଁ ମରିଗଲି। ମାଳତୀ ଭୟଭୀତ ହୋଇଗଲେ। ସେ ତୁରନ୍ତ ଆଗକୁ ବଢ଼ିଲେ ଏବଂ ସୁଜାତାଙ୍କୁ ଉଠାଇବାକୁ ଚେଷ୍ଟା କଲେ। ହେ ବୋହୂ, ତୁମେ ଠିକ୍ ଅଛ କି?
କେଉଁଠି ଆଘାତ ଲାଗିନାହିଁ ତ? କିନ୍ତୁ ସୁଜାତାଙ୍କର ପ୍ରକୃତ ଖେଳ ଆରମ୍ଭ ହେବାକୁ ଯାଉଥିଲା। ସେ ଯନ୍ତ୍ରଣାରେ ବିଳାପ କରି ଉଚ୍ଚ ସ୍ୱରରେ ଚିତ୍କାର କଲା, ହେ ଶୁଣ, ଏ ମୋତେ ଧକ୍କା ମାରିଲେ। ମାଳତୀ ଏହା ଶୁଣି ସ୍ତବ୍ଧ ହୋଇଗଲେ। ତାଙ୍କର ଆଖିରେ ଲୁହ ଆସିଗଲା। ସେ କମ୍ପିତ ସ୍ୱରରେ କହିଲେ, ବୋହୂ, ମୁଁ ତୁମକୁ ପକାଇ ନାହିଁ। ତୁମେ କାହିଁକି ମିଛ କହୁଛ? ତୁମେ ନିଜେ ପଡ଼ିଲ। ସୁଜାତା ଯନ୍ତ୍ରଣାରେ ବିଳାପ କରି କହିଲା, ଦେଖିଲଟି, ତୁମର ମା କେତେ ମିଛ କହୁଛନ୍ତି। ମୁଁ କ'ଣ ନାଟକ କରୁଛି? ମୁଁ ପ୍ରକୃତରେ ଆଘାତ ପାଇଛି। ଏହା ବହୁତ ଯନ୍ତ୍ରଣା ଦେଉଛି। ଯେତେବେଳେ ମାଳତୀ ଏହା ଶୁଣିଲେ, ସେ କାନ୍ଦି କହିଲେ, ନାହିଁ ପୁଅ, ମୁଁ ଏହାକୁ ପକାଇ ନାହିଁ। ସେ ନିଜେ ପଡ଼ିଲା। ବନ୍ଧୁଗଣ, କିନ୍ତୁ ଅଶୋକ ପୂର୍ବରୁ ସୁଜାତାଙ୍କର କଥାରେ ଫସି ଯାଇଥିଲା। ସେ କ୍ରୋଧରେ କହିଲା, ମା, ତୁମେ କ'ଣ କରୁଛ? ତୁମେ ଜାଣ ଯେ ସୁଜାତା ଘରେ ନିରନ୍ତର ବ୍ୟସ୍ତ ଅଛି। ତଥାପି ତୁମେ ତାଙ୍କୁ ଯନ୍ତ୍ରଣା ଦେଉଛ। ଏହା କେଉଁ ପ୍ରକାରର ବ୍ୟବହାର? ମାଳତୀ ଅସହାୟ ଭାବରେ ଅଶୋକର ହାତ ଧରିଲେ। ପୁଅ, ମୋ କଥା ଶୁଣ। ମୁଁ ପ୍ରକୃତରେ କିଛି କରିନାହିଁ। ସେ ମୋତେ ମିଥ୍ୟା ଅଭିଯୋଗ କରୁଛି। କିନ୍ତୁ ଅଶୋକ ତାଙ୍କର ହାତକୁ ଛାଟି ଦେଇ କହିଲା, ମା, ସୁଜାତା ନାଟକ କରୁନାହିଁ। ସେ ପ୍ରକୃତରେ ଆଘାତ ପାଇଛି। ତୁମେ କେମିତି ଏତେ ନିର୍ଦ୍ଦୟ ହୋଇପାରୁଛ? ସୁଜାତା ଆଖିରେ ଆହୁରି କିଛି ଲୁହ ଭର୍ତ୍ତି କରି କହିଲା, ଅଶୋକ, ଛାଡ଼। ଯଦି ତୁମର ମା ମୋତେ ଏପରି ବ୍ୟବହାର କରିବେ, ତେବେ ମୁଁ ନୀରବ ରହିବି। ଶେଷରେ ମୁଁ ଏହି ଘରର ବୋହୂ, ମୋତେ ସହିବାକୁ ପଡ଼ିବ। ଅଶୋକ ସୁଜାତାଙ୍କ ପ୍ରତି ଆହୁରି ଅଧିକ ଦୟା ଦେଖାଇଲା। ସେ ପ୍ରେମରେ ତାଙ୍କୁ ସମର୍ଥନ କରି କହିଲା, ତୁମେ ଭିତରକୁ ଯାଇ ବିଶ୍ରାମ କର। ମା ଏ ଘରର ସବୁ କିଛି କାମ କରିବେ। ଏହା କହି ସେ ସୁଜାତାଙ୍କୁ କୋଠରୀକୁ ନେଇଗଲା ଏବଂ ମାଳତୀ ପଛରେ ଏକୁଟିଆ ଠିଆ ହୋଇ ରହିଗଲେ। ତାଙ୍କର ଆଖିରେ ଲୁହ ଉଠି ଆସିଲା। ସେ ଆକାଶକୁ ଚାହିଁ ଗୁଣୁଗୁଣୁ ହେଲେ, ହେ ଭଗବାନ, ଏ କି ବେଳା ପଡ଼ିଲା। ସେ ଯେଉଁ ପୁଅକୁ ପାଳିପୋଷି ବଡ଼ କରିଥିଲେ, ଆଜି ସେ ନିଜ ମାଆକୁ ବୁଝିବାକୁ ଅସମର୍ଥ। ସୁଜାତା ଉଠି କୋଠରୀରେ ପ୍ରବେଶ କଲେ। ତାଙ୍କ ଚେହେରା କ୍ରୋଧ ଏବଂ ଈର୍ଷାରେ ଲାଲ ହୋଇଯାଇଥିଲା। ଅଶୋକ କହିଲା, ମା, ଏହା କରିପାରିବେ ନାହିଁ। ତୁମେ ଭୁଲ ଭାବୁଛ। ସୁଜାତା ତୁରନ୍ତ ଉତ୍ତର ଦେଲା, ତୁମେ କିଛି ଜାଣ ନାହିଁ। ମୁଁ ସାରା ଦିନ ତାଙ୍କ ସହିତ ରହେ, ତାଙ୍କ କାର୍ଯ୍ୟକଳାପ ଦେଖେ। ତୁମ ଆଗରେ ସେ ନିର୍ଦ୍ଦୋଷ ହେବାର ଢଙ୍ଗ କରନ୍ତି, କିନ୍ତୁ ଦେଖ, ଯାହା ହେଉ ସେ ବୃଦ୍ଧା ହୋଇଯାଇଛନ୍ତି। ସେ କେବଳ ଆମ ପାଇଁ ଏକ ବୋଝ ହୋଇଯାଇଛନ୍ତି। ସୁଜାତା ଆହୁରି କହିଲା, ମା ଏବେ ଏହି ଘରେ ଖୁସି ନାହାନ୍ତି। ତା ଛଡ଼ା ତାଙ୍କ ଔଷଧରେ ବହୁ ଟଙ୍କା ଖର୍ଚ୍ଚ ହୁଏ। ଯଦି ତାଙ୍କୁ ହଟାଇ ଦେବା, ଆମର ଜୀବନ ସହଜ ହୋଇଯିବ। ସୁଜାତା ଏକ ଚାଲାକ ହସରେ ଅଶୋକର ହାତ ଧରିଲା ଓ ଚୁମ୍ବନ ଦେଲା। କହିଲା, କାଲି ଯାଇ ନିଶା ଔଷଧ ଆଣ, ଯାହାକି ତାଙ୍କୁ ଗଭୀର ଅଚେତନ କରିଦେବ। ମୁଁ ଏହାକୁ ତାଙ୍କର ଖାଦ୍ୟରେ ମିଶାଇବି। ତାଙ୍କ ଅଚେତନ ଅବସ୍ଥାରେ ତାଙ୍କୁ ନେଇ ଶ୍ମଶାନରେ ଜାଳିଦେବା। ମୁଁ ସେଠାରେ ଯାଉନାହିଁ। କେହି ଜାଣିବେ ନାହିଁ। ଅଶୋକ ଏବେ ପୂରାପୂରି ସୁଜାତାଙ୍କ ନିୟନ୍ତ୍ରଣରେ ଥିଲା। ସେ ମୁଣ୍ଡ ହଲାଇ କହିଲା, ଠିକ୍ ଅଛି, ଆମେ ଏହା କରିବା। କୋଠରୀରେ ଏକ ଅଜବ ନୀରବତା ବିରାଜମାନ ହେଲା। ବାହାରେ ଚନ୍ଦ୍ରର ସ୍ୱଳ୍ପ ଆଲୋକ ଘରର ଆଙ୍ଗନରେ ପଡୁଥିଲା, କିନ୍ତୁ ଘର କୋଠରୀରେ ଅନ୍ଧକାରର ଷଡ଼ଯନ୍ତ୍ର ଚାଲିଥିଲା। ମାଳତୀ ଜାଣିନଥିଲେ ଯେ ଯେଉଁ ହାତଗୁଡ଼ିକୁ ସେ ପାଳିପୋଷି ବଡ଼ କରିଥିଲେ, ଏବେ ସେହି ହାତ ତାଙ୍କୁ ଏହି ଦୁନିଆରୁ ମୁକ୍ତି ଦେବାକୁ ପ୍ରସ୍ତୁତ ହେଉଛି। ସନ୍ଧ୍ୟା ଥିଲା, କିନ୍ତୁ ସୁଜାତାଙ୍କ ଚେହେରାରେ ଏକ ଅଜବ ଖୁସି ଥିଲା। ଆଜି ରାତି ଶାଶୁଙ୍କ ପାଇଁ ଶେଷ ରାତି। ଆଜି ମାଳତୀ ତାଙ୍କ ଜୀବନରୁ ଚିରକାଳ ବିଦାୟ ନେବେ। ରୋଷ ଘରୁ ଘିଅ ମସଲା ଏବଂ ଭଜା ପୁରୀର ସୁଗନ୍ଧ ଆସୁଥିଲା। ସୁଜାତା ନିଜେ ମାଳତୀଙ୍କର ପ୍ରିୟ ଶାଗ ଏବଂ ଗରମ ପୁରୀ ନିଜ ହାତରେ ତିଆରି କଲା। ଏହାକୁ ପ୍ରେମରେ ଏକ ଥାଳିରେ ସଜାଇ ସେ ମାଳତୀଙ୍କ ପାଖରେ ଆସି ମଧୁର ହସରେ କହିଲା, ଏହା ନେଇଯାଅ ମା, ଆଜି ମୁଁ ତୁମର ପ୍ରିୟ ଖାଦ୍ୟ ତୁମ ପାଇଁ ତିଆରି କରିଛି। ମୁଁ ଭାବିଲି ଯେ ଆଜି ତୁମକୁ ସୁଆଦିଆ ଖାଦ୍ୟ ଖୁଆଇବି। ମାଳତୀ ଆଶ୍ଚର୍ଯ୍ୟ ହୋଇଗଲେ। ଆଜି ପର୍ଯ୍ୟନ୍ତ ଯେଉଁ ବୋହୂ ମୋତେ ଶୁଖିଲା ରୁଟି ଏବଂ ବାସି ଖାଦ୍ୟ ଦେଉଥିଲା, ଆଜି ଏତେ ପ୍ରେମରେ ମୋ ପ୍ରିୟ ଖାଦ୍ୟ ପରିବେଷଣ କରୁଛି। ତାଙ୍କର ମନରେ ସନ୍ଦେହ ଭରିଗଲା। ସେ ଭାବିଲେ ଯେ କିଛି ଚାଲ ଅଛି, କିନ୍ତୁ ସେ କ'ଣ କରିପାରିବେ? ଯଦି ସେ ଆଜି ଖାଦ୍ୟ ନ ଖାଆନ୍ତି, ତେବେ କେତେ ଦିନ ସେ ଭୋକିଲା ରହିବେ? ସେ ହୃଦୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କଲେ। ମହାଦେବଙ୍କୁ ବି ଦୁଃଖ ଜଣାଇଲେ। ହେ ଭୋଳେନାଥ, ମୁଁ ସର୍ବଦା ତୁମକୁ ପୂଜା କରିଛି। ଯଦି ମୋର ଭକ୍ତି ସତ୍ୟ, ତେବେ ତୁମେ ମୋତେ ଏହି ବିପଦରୁ ରକ୍ଷା କରିବ। ଯଦି ତୁମର ଇଚ୍ଛା ମୋ ଜୀବନ ସମାପ୍ତ କରିବାରେ, ତାହା ବି କରିବ। ଧୀରେ ଧୀରେ କରି ଖାଦ୍ୟ ଖାଇଲେ। ଖାଇବା ପରେ ତାଙ୍କ ଶରୀର ଅବଶ ହୋଇଗଲା। ତାଙ୍କ ହାତ କମ୍ପିବାକୁ ଆରମ୍ଭ କଲା ଏବଂ କିଛି ମୁହୂର୍ତ୍ତରେ ସେ ଭୂମିରେ ଅଚେତ ହୋଇ ପଡ଼ିଗଲେ।
ବନ୍ଧୁଗଣ, ସୁଜାତା ଅଶୋକଙ୍କୁ ଦେଖି ଆନନ୍ଦରେ କହିଲା, କାମ ହୋଇଗଲା। ରାତିର ନୀରବତା ଘନ ହୋଇଯାଇଥିଲା। ସ୍ୱଳ୍ପ ଚନ୍ଦ୍ରାଲୋକ ଆଙ୍ଗଣରେ ବିସ୍ତାରିତ ହୋଇଥିଲା। ଅଶୋକ ସମୟ ନଷ୍ଟ ନକରି ମାଳତୀଙ୍କର ଶରୀରକୁ ଏକ ପୁରୁଣା ବସ୍ତାରେ ବାନ୍ଧି ତାଙ୍କ କାନ୍ଧରେ ଉଠାଇ ଶୀଘ୍ର ଘରୁ ବାହାରିଗଲା। ରାସ୍ତାରେ ଦୂର ଦୂର ପର୍ଯ୍ୟନ୍ତ କେହି ନଥିଲା। କେବଳ କୁକୁରମାନଙ୍କର ଭୁକିବାର ଶବ୍ଦ ଏବଂ ଚାରିପାଖରେ ଏକ ଭୟଙ୍କର ନୀରବତା ବିରାଜମାନ କରୁଥିଲା। ଶ୍ମଶାନରେ ପହଞ୍ଚି ଅଶୋକ ଚାରିଆଡ଼କୁ ଦେଖିଲା। ସେଠାରେ କେହି ନଥିଲା। ଏହି ରାତିର ସମୟରେ କିଏ ଏଠାକୁ କାହିଁକି ଆସିବ, ସେ ଭାବିଲା। ଶୀଘ୍ର ସେ କାଠର ଏକ ଜୁଇ ପ୍ରସ୍ତୁତ କଲା ଏବଂ ମାଳତୀଙ୍କୁ ତା ଉପରେ ରଖିଲା। ତାଙ୍କର ନିଶ୍ୱାସ ତୀବ୍ର ଥିଲା, କିନ୍ତୁ ତାଙ୍କର ଚେହେରାରେ କୌଣସି ଅନୁତାପ ନଥିଲା। ସେ ଯେତେବେଳେ ନିଜ ପକେଟରେ ହାତ ପୁରାଇଲେ, ଦେଖିଲେ ଘରେ ଦିଆସିଲି ଛାଡ଼ି ଆସିଛି। ଯଦି ସେ ଶୀଘ୍ର ନିଆଁ ନ ଲଗାଏ ଏବଂ ଯଦି ମା ଚେତନା ଫେରିପାଏ, ନାହିଁ, ଏହା ହୋଇପାରିବ ନାହିଁ। ମୋତେ ତୁରନ୍ତ ଦିଆସିଲି ଆଣିବାକୁ ପଡ଼ିବ। ଏହା ଭାବି ଅଶୋକ ଶୀଘ୍ର ଘର ଆଡ଼କୁ ଦୌଡ଼ିଲା। ଅଶୋକ ଦିଆସିଲି ଆଣିବାକୁ ଘରରୁ ତରବରିଆ ଭାବରେ ବାହାରିଥିଲା। ତାଙ୍କର ପାଦ ତୀବ୍ର ଥିଲା ଏବଂ ତାଙ୍କର ମନରେ କେବଳ ଏକ ଚିନ୍ତା ଥିଲା, ଏହି କାମକୁ ଯଥାଶୀଘ୍ର ସମାପ୍ତ କରିବା। ଘରେ ପହଞ୍ଚିଲା। ଏହି ସମୟରେ ମାଳତୀ ଶ୍ମଶାନରେ ଚେତନା ଫେରି ପାଇଥିଲେ। ସେ ଆଖି ଖୋଲିଲେ, ସେ ଦେଖିଲେ ଯେ ତାଙ୍କ ପୁଅ ଏବଂ ବୋହୂ ତାଙ୍କୁ ଜିଅନ୍ତା ଜଳାଇବାର ଯୋଜନା କରିଥିଲେ। ତାଙ୍କର ହୃଦୟ ଭାଙ୍ଗିଗଲା। ତାଙ୍କର ଆଖିରେ ଲୁହ ଆସିଲା। କିନ୍ତୁ ସେ ନିଜକୁ ସଂଯତ କଲେ। ଏବେ ଦୌଡ଼ିବାର କୌଣସି ଅର୍ଥ ନାହିଁ। ମୁଁ ମରିବାକୁ ଭୟ କରୁନାହିଁ। କିନ୍ତୁ ମୁଁ ଏହି ସତ୍ୟକୁ ନିଜ ଆଖିରେ ଦେଖିବାକୁ ଚାହେଁ, ଯାହାକୁ ମୁଁ ଏତେ ବର୍ଷ ଧରି ମୋର ସ୍ନେହ କାରଣରୁ ଦେଖିନଥିଲି। ସେ ଚୁପଚାପ ଏକ ଗଛ ପଛରେ ଲୁଚିଗଲେ। ଯେତେବେଳେ ଅଶୋକ ମ୍ୟାଚ୍ ବକ୍ସ ସହିତ ଫେରିଆସିଲା, ସେ ଅନ୍ଧକାରରେ କିଛି ଦେଖିପାରିଲା ନାହିଁ। ସେ ଏକ ଦିଆସିଲି କାଠିରେ କାଠ ରାଶିକୁ ଜଳାଇଲା ଏବଂ ଶିଖା ଉଠିବାକୁ ଆରମ୍ଭ କଲା। ଭାବିଲା, ମା କଣ୍ଟା ଗଲା। ସେ ଏକ ସ୍ୱସ୍ତିର ନିଶ୍ୱାସ ନେଇ ଚାଲିଗଲା। ଘରେ ଯାଇ ପହଞ୍ଚିଲା। ସୁଜାତା ଅଧୈର୍ଯ୍ୟରେ ପଚାରିଲା, ସବୁ କିଛି ହୋଇଗଲା ନା? ଅଶୋକ ହସି ହସି କହିଲା, କାମ ଫତେ। ଏବେ ତୁମେ ଖୁସି ହେବା ଉଚିତ। ସୁଜାତାଙ୍କର ଆଖି ଚମକି ଉଠିଲା। ହଁ, ଏବେ ଆମେ ଶାନ୍ତିରେ ରହିପାରିବୁ। କୌଣସି ଝଗଡ଼ା ନାହିଁ, କୌଣସି ଅସୁବିଧା ନାହିଁ। ପ୍ରକୃତରେ ତୁମ ପରି ଏକ ସ୍ୱାମୀ ମୁଁ ପାଇ ଧନ୍ୟ। ତୁମେ ମୋର ଖୁସି ପାଇଁ ଏହା ସବୁ କରିଛ। ମୁଁ ତୁମକୁ କେବେ ବି ମାର ଅଭାବ ଅନୁଭବ କରାଇବି ନାହିଁ। ମୁଁ ତାଙ୍କଠାରୁ ଅଧିକ ତୁମର ଯତ୍ନ ନେବି। ଅଶୋକ ଗର୍ବରେ ମୁଣ୍ଡ ଉଠାଇଲା, ଯେପରି ସେ ଏକ ମହାନ କାର୍ଯ୍ୟ କରିଛି। କିନ୍ତୁ ସେ ଜାଣିନଥିଲା ଯେ ଯାହାକୁ ସେ ଜଳାଇଛି ତାହା ତାଙ୍କର ମା ନୁହେଁ। ଏହା କିଛି ଭିନ୍ନ ଥିଲା। ପ୍ରକୃତ ମାଳତୀ ଏବେ ବି ଜୀବିତ ଥିଲେ। ସେ ଦୂରରେ ଠିଆ ହୋଇ ତାଙ୍କର ପୁଅକୁ ନିଜର ଶବକୁ ଜଳାଉଥିବା ଦେଖୁଥିଲେ। ସେ ଏକ ଗଭୀର ନିଶ୍ୱାସ ନେଇ ନିଜକୁ ଭାବିଲେ, ହୁଏତ ମୋ ପାଇଁ ମରିବା ଭଲ ହୋଇଥାନ୍ତା, କିନ୍ତୁ ଏବେ ମୁଁ ମରିବି ନାହିଁ। ଏବେ ମୁଁ ଜୀବିତ ରହିବି, କିନ୍ତୁ ଏକ ନୂଆ ମାଳତୀ ରୂପରେ। ରାତି ଆହୁରି ଗାଢ଼ ହେଉଥିଲା। ଚନ୍ଦ୍ର ମେଘରେ ଲୁଚି ଏବଂ ବାହାରି ଆସୁଥିଲା। ସେ କମ୍ପିତ ସ୍ୱରରେ ଗୁଣୁଗୁଣୁ ହୋଇ କହିଲେ, ହେ ଭଗବାନ, ମୁଁ ଏବେ କେଉଁଠିକି ଯିବି? ଏହି ଦୁନିଆରେ ମୋର କେହି ନାହିଁ। ଯଦି ମୁଁ ଘରକୁ ଗଲି, ସେମାନେ ପୁଣି ମୋ ଜୀବନ ନେବାକୁ ଚେଷ୍ଟା କରିବେ। ହେ ଜଗନ୍ନାଥ, ହେ ଭୋଳେନାଥ, ମୋତେ ସାହାଯ୍ୟ କର। ସେହି ମୁହୂର୍ତ୍ତରେ ଦୂରରୁ କିଛି ସ୍ୱର ଆସିବାକୁ ଆରମ୍ଭ କଲା। ମାଳତୀ ସତର୍କ ହୋଇଗଲେ। ସେ ଦେଖିଲେ କିଛି ଲୋକ ଅନ୍ଧାର ଭିତରେ ଆସୁଛନ୍ତି। ସେମାନଙ୍କ ହାତରେ ଏକ ଭାରୀ ବଣ୍ଡଲ ଥିଲା, ଯାହାକୁ ସେମାନେ ଚାରିଆଡ଼କୁ ଦେଖି ଧରି ଚାଲିଥିଲେ। ତାଙ୍କର ପୋଷାକ ମଇଳା ଥିଲା। ତାଙ୍କର ଚେହେରାରେ ଏକ ଅଜବ ଅସ୍ଥିରତା ଥିଲା ଏବଂ ସେମାନେ ବାରମ୍ବାର ପଛକୁ ଦେଖୁଥିଲେ, ଯେପରି କେହି ତାଙ୍କୁ ଅନୁସରଣ କରୁଛି। ମାଳତୀ ଭୟଭୀତ ହୋଇ ପାଖରେ ଥିବା ଏକ ବଡ଼ ଗଛ ପଛରେ ଲୁଚିଗଲେ ଏବଂ ସେମାନଙ୍କର କଥାକୁ ଯତ୍ନରେ ଶୁଣିବାକୁ ଆରମ୍ଭ କଲେ। ଭାଇ, ଏହା ଠିକ୍ ସ୍ଥାନ। ଏଠାରେ ଟଙ୍କା ଗଣନା କରିବା ଏବଂ ସୁନାକୁ ବାଣ୍ଟିବା। ଏହା ଏକ ଶ୍ମଶାନ, କିଏ ଏଠାକୁ ଆସିବ? ଜଣେ କହିଲା, କିନ୍ତୁ ଭାଇ, ଏଠାରେ ଭୂତ ବାସ କରନ୍ତି ନା? ଅନ୍ୟ ଜଣ ଭୟରେ ପଚାରିଲା। ପ୍ରଥମଟି ହସି କହିଲା, ହେ ଚୁପ୍ ରହ। ଭୂତ ନାହାନ୍ତି। ଏହା ସବୁ ଲୋକଙ୍କୁ ଭୟ ଦେଖାଇବାର କଥା। ମାଳତୀ ଗଛ ପଛରୁ ଏହା ସବୁ ଶୁଣୁଥିଲେ। ହଠାତ୍ ଏକ ଧାରଣା ତାଙ୍କ ମନରେ ଆସିଲା। ଆନନ୍ଦରେ ସେ ତାଙ୍କର ଲୁହଭରା ଆଖି ପୋଛିଲେ ଏବଂ ଧୀରେ ହସିଲେ। ହେ ଜଗନ୍ନାଥ, ହେ ଭୋଳେନାଥ, ଧନ୍ୟବାଦ। ତୁମେ ମୋତେ ବାଟ ଦେଖାଇଲ। ତାଙ୍କର ଆଖିରେ ଏବେ ଏକ ନୂଆ ଚମକ ଥିଲା, ଏକ ନୂଆ ଆଶା। ଏବେ ଏହି ଧନ ଲୋଭରେ ସେମାନେ ମୋତେ ସେବା କରିବେ, ମୋର ଯତ୍ନ ନେବେ। ମାଳତୀ ତାଙ୍କ ଯନ୍ତ୍ରଣାକୁ ଶକ୍ତିରେ ପରିବର୍ତ୍ତନ କରିବାକୁ ନିର୍ଣ୍ଣୟ କଲେ।
ସେହି ଚୋରମାନଙ୍କୁ ଭଗାଇବାକୁ ଏକ ଚାଲାକ ଯୋଜନା ତିଆରି କଲେ। ଏକ ଗଭୀର ନିଶ୍ୱାସ ନେଇ ସେ ତାଙ୍କ ଭିତରର ଭୟକୁ ଦୂର କରିବାକୁ ଆରମ୍ଭ କଲେ। ତାପରେ ହଠାତ୍ ସେ ଗଛ ପଛରୁ ଭୟଙ୍କର ଶବ୍ଦ କରିବାକୁ ଆରମ୍ଭ କଲେ। ଏକ ଯନ୍ତ୍ରଣାଦାୟକ ଚିତ୍କାର ଯାହା ଶ୍ମଶାନର ନୀରବତାରେ ପ୍ରତିଧ୍ୱନିତ ହେଲା। କିଏ ଆସିଛି ମୋର ଶାନ୍ତିକୁ ବ୍ୟାଘାତ କରିବାକୁ? ଚୋରମାନଙ୍କର ଶରୀରରେ ଏକ ଥଣ୍ଡା ଶିହରଣ ବହିଗଲା। ସେମାନଙ୍କ ମଧ୍ୟରୁ ଜଣେ ଭୟରେ କହିଲା, ଭାଇ, ଏହି ସ୍ୱର କେଉଁଠାରୁ ଆସିଲା? ଅନ୍ୟ ଚୋର ଭୟରେ କହିଲା, ଏହା ଭୂତର ସ୍ୱର ପରି ଶୁଣାଯାଉଛି। ମୁଁ ଶୁଣିଥିଲି ଯେ ଶ୍ମଶାନରେ ଆତ୍ମାମାନେ ଘୁରି ବୁଲନ୍ତି। ତୃତୀୟଟି କମ୍ପିତ ହୋଇ କହିଲା, ଦୌଡ଼ ଭାଇ, ଆମେ ତୁରନ୍ତ ଏଠାରୁ ଚାଲିଯିବା ଉଚିତ। ସମସ୍ତ 3 ଜଣ ଭୟରେ ସେମାନଙ୍କର ବଣ୍ଡଲ ଛାଡ଼ି ଦୌଡ଼ିବାକୁ ଆରମ୍ଭ କଲେ। କିନ୍ତୁ ତାପରେ ସେମାନଙ୍କ ମଧ୍ୟରୁ ଜଣେ ହକଚକ ହୋଇଗଲା। ହେ, ଆମ ଜିନିଷ, ଆମେ ଆମର ସୁନା ଏବଂ ଟଙ୍କା ଛାଡ଼ି ଆସିଲେ ଯେ। ଦ୍ୱିତୀୟଟି କ୍ରୋଧରେ କହିଲା, ଜିନିଷକୁ ଭୁଲିଯାଅ, ନିଜର ଜୀବନ ବିଷୟରେ ଭାବ। ଯାହା ହେଉ, ଆମେ ଆହୁରି ସୁନା ଚୋରି କରିବୁ, କିନ୍ତୁ ଯଦି ଜୀବନ ଚାଲିଗଲା, ତେବେ କ'ଣ କରିବୁ? ତୃତୀୟଟି ହକଚକ ହୋଇ କହିଲା। ତାପରେ ଅନ୍ଧକାରରେ ଏକ କଳା ଛାୟା ଧୀରେ ଗଛ ପଛରୁ ବାହାରି ଆସିଲା। ଚୋରମାନେ ଏକ ବୁଢ଼ୀ ମହିଳାକୁ ଧଳା କପଡ଼ାରେ ଆବୃତ ହୋଇଥିବା ଏବଂ ବିକ୍ଷିପ୍ତ କେଶରେ ସେମାନଙ୍କ ଆଡ଼କୁ ଆସୁଥିବା ଦେଖିଲେ। ତାଙ୍କର ଆଖି ଗଭୀର ଏବଂ ଅନ୍ଧକାର ଦେଖାଯାଉଥିଲା, ଯେପରି ସେ ମୃତ୍ୟୁର ଲୋକରୁ ଫେରିଆସିଛନ୍ତି। ତୁମେ କିଏ? ଏକ ଚୋର ସ୍ୱରେ ଖନି ମାରି ଯାଉଥିବା ପାଟିରେ ପଚାରି ଧାଇଁଲା। ଅନ୍ୟମାନେ ତା ପଛେ ପଛେ ଧାଇଁଲେ। ମାଳତୀ ସ୍ୱସ୍ତିର ନିଶ୍ୱାସ ନେଲେ। ସେ ଧୀରେ ଚୋରମାନଙ୍କ ଛାଡ଼ିଥିବା ବ୍ୟାଗ୍ ପାଖକୁ ଗଲେ ଏବଂ ଏହାକୁ ଉଠାଇଲେ। ବ୍ୟାଗକୁ ମଜବୁତ କରି ଧରି ଭାବିଲେ, ଏବେ ମୋତେ ଆଜି ରାତି ଏଠାରେ ରହିବାକୁ ପଡ଼ିବ। ଭୋଳେନାଥ, ତୁମେ ମୋତେ ଏକ ନୂଆ ବାଟ ଦେଖାଇଛ। ଶ୍ମଶାନରେ ରାତି କାଟିବା ପରେ ମାଳତୀ ଏବେ ପୂରାପୂରି ବଦଳି ଯାଇଥିଲେ। ଏବେ ସେ ସେହି ଅସହାୟ ମା ନୁହେଁ ଯାହାଙ୍କୁ ନିଜର ପୁଅ ଏବଂ ବୋହୂ ବିଶ୍ୱାସଘାତ କରିଥିଲେ। ଏବେ ସେ ଏକ ନୂଆ ଶକ୍ତି ସହିତ ନିଜ ଘରକୁ ଫେରୁଥିଲେ। ସେ ତାଙ୍କର ବଣ୍ଡଲକୁ ଚୌକସ କରି ଧରି ଘରର ଦ୍ୱାରରେ ପହଞ୍ଚିଲେ। ଏକ ଗଭୀର ନିଶ୍ୱାସ ନେଇ ଦ୍ୱାର ଠକ୍ ଠକ୍ କଲେ। ଅଶୋକ ଦ୍ୱାର ଖୋଲି ଆଗକୁ ଦେଖିଲା। ତାଙ୍କର ଚେହେରାର ରଙ୍ଗ ଉଡ଼ିଗଲା। ତାଙ୍କର ପାଦ ତଳୁ ଭୂମି ଖସିଗଲା। ତାଙ୍କର ଆଖି ବଡ଼ ବଡ଼ ହୋଇ ରହିଗଲା ଏବଂ ତାଙ୍କର ଗଳା ଶୁଖିଗଲା। ମା, ତା ମୁହଁରୁ କେବଳ ଏତିକି ବାହାରିଲା। ସେ ସ୍ତବ୍ଧ ହୋଇଗଲା ଏବଂ ଯେପରି ଏକ ଭୂତ ଦେଖୁଛି, ସେପରି ଠିଆ ହୋଇ ରହିଗଲା। ମାଳତୀଙ୍କ ଆଖିରେ ଏକ ଭିନ୍ନ ଚମକ ଥିଲା। ସେ ଏକ ତୀକ୍ଷ୍ଣ ହସରେ କହିଲେ, କାହିଁକି ତୋ ପାଟି ବନ୍ଦ ହୋଇଗଲା? ନିଜ ମାଆକୁ ଜିଅନ୍ତା ଜାଳିବାକୁ ତୋତେ ଟିକେ ଲଜ୍ଜାବୋଧ ହେଲା ନାହିଁ? ଅଶୋକଙ୍କ ଆଖିରେ ଭୟ ଓ ଅନୁଶୋଚନା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ସେ ବିଚଳିତ ହୋଇ କହିଲା, ମା, ମୋତେ କ୍ଷମା କର। ମୁଁ ଏସବୁ ସୁଜାତାଙ୍କ ନିର୍ଦ୍ଦେଶରେ କରିଥିଲି। ବାରେ, ଏପରି ଏକ ପୁତ୍ର ଜନ୍ମ କରିବା ଅପେକ୍ଷା ଭଗବାନ ଯଦି ମୋତେ ବାଂଶ କରିଥାନ୍ତେ ଭଲ ହୋଇଥାନ୍ତା। ଏହି ସମୟରେ ସୁଜାତା ମଧ୍ୟ ସେଠାରେ ପହଞ୍ଚିଲା। ତାଙ୍କ ଆଖି ମାଳତୀଙ୍କ ବଣ୍ଡଲ ଉପରେ ପଡ଼ିଲା। ବଣ୍ଡଲରୁ କିଛି ସୁନା ମୁଦ୍ରା ତଳେ ପଡ଼ିବା ସେ ଦେଖିଲା। ସେ ନିଜକୁ ସଂୟତ କଲେ। ଇଏ ବଞ୍ଚିଲା କେମିତି? ଏତେ ସୁନା କେଉଁଠାରୁ ପାଇଲେ? ସେ ଭାବିଲା, ଏହି ବଣ୍ଡଲରେ ବହୁ ଟଙ୍କା ସୁନା ଅଛି। ସେ ଚତୁରତା ଦେଖାଇଲା। ସେ ତୁରନ୍ତ ତାଙ୍କ ମୁହଁରେ ଅନୁତାପ ଏବଂ ନିର୍ଦ୍ଦୋଷତାର ଅଭିବ୍ୟକ୍ତି ଆଣି ମାଳତୀଙ୍କ ପାଦ ତଳେ ପଡ଼ିଗଲେ। ଦୟାକରି ମୋତେ କ୍ଷମା କରନ୍ତୁ। ଅଶୋକ ମଧ୍ୟ ତୁରନ୍ତ ତାଙ୍କୁ ନିବେଦନ କରିବାକୁ ଲାଗିଲେ। ମା, ଆମେ ଆମର ଭୁଲ ବୁଝିପାରିଛୁ। ଆପଣ ଯିବା ପରେ ଆମେ ସାରା ରାତି ଶୋଇପାରିଲୁ ନାହିଁ। ଆମେ ବହୁତ ଅନୁତାପ କରିଛୁ। ଆମକୁ ନିଜ ଭୁଲ ସୁଧାରିବାକୁ ସୁଯୋଗ ଦିଅନ୍ତୁ। ମାଳତୀ କିଛି ନ କହି ବଡ଼ ବଡ଼ ଆଖିରେ ସେମାନଙ୍କ ଆଡ଼କୁ ଚାହିଁଲେ। ଏବେ ତାଙ୍କ ଆଖିରେ ଯନ୍ତ୍ରଣା ନଥିଲା, ବରଂ ଅନୁଭୂତିର ଚମକ ଥିଲା। କିଛି ନ କହି ସେ ତାଙ୍କ ବଣ୍ଡଲଟିକୁ ଉଠେଇ ଭିତରକୁ ଚାଲିଗଲେ। ମା, ଗାଁ ଲୋକଙ୍କୁ କହି ନାହିଁ ତ? ଏହା ଭାବି ଭାବି ଅଶୋକ ବିଚଳିତ ହେଲା। ସୁଜାତା କହିଲା, ମା, ଯେତେବେଳେ ଫେରି ଆସିଲେ, ତାଙ୍କ ପାଖରେ ଥିବା ସେହି ବ୍ୟାଗରୁ ସୁନା ମୁଦ୍ରା ଖସି ପଡ଼ିଥିଲା। ଅଶୋକ ଆଶ୍ଚର୍ଯ୍ୟ ହୋଇ କହିଲା, ମା, ଏତେ ସମ୍ପତ୍ତି କେଉଁଠୁ ପାଇଲେ? ଅଶୋକ କହିଲା, ଏହା ମା ଠାରୁ ପାଇବା କେମିତି? ସୁଜାତା କହିଲା, ଏବେ ମୁଁ ମାଙ୍କର ସବୁଠାରୁ ପ୍ରିୟ ବୋହୂ ହେବି। ମୁଁ ତାଙ୍କର ଏତେ ସେବା କରିବି, ତାଙ୍କର ଏତେ ଯତ୍ନ ନେବି ଯେ ଆମର ପୁରୁଣା ପାପକୁ ସେ ଭୁଲିଯିବେ। ମୁଁ ତାଙ୍କୁ ଭଲ ଖାଦ୍ୟ ପ୍ରସ୍ତୁତ କରି ଖୁଆଇବି। ଆବଶ୍ୟକତା ପୂରଣ କରିବି ଓ ତାଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିବି। ସୁଜାତାଙ୍କ ଯୋଜନାକୁ ପ୍ରଶଂସା କରି ଅଶୋକ କହିଲେ, ତୁମେ ଠିକ୍ କହିଛ। ଅଶୋକ କହିଲା, ଆମେ ଏବେ ତାଙ୍କର ଆଜ୍ଞାକାରୀ ପୁଅ ଓ ବୋହୂ ହେବା। ଅଶୋକ ଏବେ ସୁଜାତାଙ୍କ ଯୋଜନା ସହିତ ସମ୍ପୂର୍ଣ୍ଣ ସହମତ ଥିଲେ। ଦୁହେଁ ପରସ୍ପରକୁ ଚାହିଁ ଅଳ୍ପ ହସି ମୁଣ୍ଡ ହଲାଇଲେ।
ପରଦିନ ସକାଳେ ଘରର ବାତାବରଣରେ ଏକ ଅଦ୍ଭୁତ ପରିବର୍ତ୍ତନ ଅନୁଭୂତ ହେଉଥିଲା। ମାଳତୀଙ୍କୁ ଆଖି ଦେଖାଉଥିବା ସୁଜାତା ଏବେ ସେମାନଙ୍କ ଚାରିପଟେ ଘୁରି ବୁଲୁଥିଲେ। ମା, ମୁଁ ଗରମ ଖାଦ୍ୟ ପ୍ରସ୍ତୁତ କରିଛି। ଆସ, ଖାଅ। ବର୍ତ୍ତମାନ ଠାରୁ ଆପଣ ଯାହା ଚାହିଁବେ ତାହା ପ୍ରତିଦିନ ତିଆରି ହେବ। ମାଳତୀ କହିଲେ, ସେଦିନ ପରି ଏଥିରେ କିଛି ବିଷ ମିଶାଯାଇଛି କି? ସୁଜାତାଙ୍କ ମୁହଁର ରଙ୍ଗ ଫିକା ପଡ଼ିଯାଇଥିଲା। କିନ୍ତୁ ସେ ତୁରନ୍ତ ନିଜକୁ ସଂଯତ କଲେ ଏବଂ ଭାବପ୍ରବଣ ସ୍ୱରରେ କହିଲେ, ନା ମା, ସେଦିନର ଭୁଲ ପାଇଁ ମୁଁ ବହୁତ ଲଜ୍ଜିତ। ଏମିତି ଲାଗୁଛି କି ଆପଣ ମୋତେ ଏପର୍ଯ୍ୟନ୍ତ କ୍ଷମା କରିନାହାନ୍ତି। ମୋତେ ବିଶ୍ୱାସ କର ମା। ମାଳତୀ କହିଲେ, ପ୍ରଥମେ ତୁ ଖା, ତାପରେ ମୁଁ ଖାଇବି। ଦେଖ ମା, ମୁଁ ଖାଇଲି। ଏବେ ତୁମେ ମୋତେ ବିଶ୍ୱାସ କରିବ, ନୁହେଁ କି? ମାଳତୀ କୌଣସି ଉତ୍ତର ଦେଲେ ନାହିଁ। ମା କୁ ହତାଦର କରୁଥିବା ପୁଅ କହିଲା, ସୁଜାତା ମା, ଔଷଧର ପ୍ରେସ୍କ୍ରିପସନ ବାହାର କର ଏବଂ କାଲି ମୋତେ ଦିଅ। ମୁଁ ସହରକୁ ଯିବି ଏବଂ ଏହାକୁ ଆଣିବି। ସୁଜାତା ଜଣେ ଆଜ୍ଞାକାରୀ ବୋହୂ ଭଳି ତାଙ୍କ ମୁଣ୍ଡ ହଲାଇଲା। ମାଳତୀ ଜାଣିଥିଲେ ଏସବୁ କେବଳ ଏକ ବାହାନା, ଏହା ପଛରେ କେବଳ ରହିଛି ତାଙ୍କ ପାଖରେ ଥିବା ସୁନା ଟଙ୍କା ପାଇଁ। ଦିନେ ରାତିରେ ମାଳତୀ ନିଜ କୋଠରୀରେ ବସିଥିଲେ। ତାପରେ କବାଟରେ ମୃଦୁ ଶବ୍ଦ ଶୁଭିଲା। ମାଳତୀ କବାଟଲେ। ମା, ମୁଁ ତୁମକୁ କିଛି ପଚାରି ପାରିବି କି? ସୁଜାତା ମଧୁର ସ୍ୱରରେ କହିଲା, ଆପଣଙ୍କ ବଣ୍ଡେଲରେ କ'ଣ ଅଛି? ମାଳତୀ ଏକ ଗଭୀର ନିଶ୍ୱାସ ନେଇ ହସି ହସି କହିଲେ, ଏହା ଏକ ରହସ୍ୟ, ଯାହା ମୁଁ ସମୟ ଆସିଲେ ହିଁ କହିବି। ଦିନ ଗଡ଼ି ଚାଲିଲା। ଏବେ ସୁଜାତାଙ୍କ ଧୈର୍ଯ୍ୟଚ୍ୟୁତ ହେବାକୁ ଲାଗିଲା। ପ୍ରତିଦିନ କହିଲା, ଏବେ ଦେଖାନ୍ତୁ। ପରିଶେଷରେ ଦିନେ ବ୍ୟାଗରେ କ'ଣ ଅଛି ପ୍ରଶ୍ନରେ ମାଳତୀ କହିଲେ, ଠିକ୍ ଅଛି, ଠିକ୍ ଅଛି, ମୁଁ ତୋତେ ଦେଖାଇବି। ମାଳତୀ ବଣ୍ଡଲ ଖୋଲିବା ମାତ୍ରେ ସୁଜାତାଙ୍କ ଆଖି ଚମକି ଉଠିଲା। ସେଥିରେ ସୁନା ମୁଦ୍ରା, ଅଳଙ୍କାର ଏବଂ ପ୍ରଚୁର ଟଙ୍କା ଭର୍ତ୍ତି ହୋଇଥିଲା। ଏତେ ଧନ! ଆଶ୍ଚର୍ଯ୍ୟ ହୋଇ କହିଲା ସୁଜାତା, ମା, ଏ ସବୁ ତୁମେ କେଉଁଠୁ ପାଇଲେ? କିଏ ଦେଲା? ମାଳତୀ ସୁଜାତାଙ୍କ ମୁହଁର ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ତାପରେ ସେ ବହୁତ ଶାନ୍ତ ସ୍ୱରରେ କହିଲେ, ଯେଉଁଦିନ ଅଶୋକ ମୋତେ ଜାଳି ଦେଇ ଚାଲି ଆସିଲା, ସେହିଦିନ ଏକ ଚମତ୍କାର ଘଟିଲା। ସେହିଦିନ ଅଗ୍ନିଶିଖା ମଧ୍ୟରୁ ଜଣେ ଦିବ୍ୟ ଦେବତା ଆବିର୍ଭୂତ ହୋଇଥିଲେ। ସେ ମୋତେ ରକ୍ଷା କରିଥିଲେ ଏବଂ କହିଥିଲେ ଯେ ଯାହା ଘଟିଲା ତାହା ଅତ୍ୟନ୍ତ ଅନ୍ୟାୟ। ଯେତେବେଳେ ମୁଁ ତାଙ୍କୁ ମୋର କାହାଣୀ କହିଲି, ସେ ମୋ ଉପରେ ଦୟା କଲେ। ମାଳତୀ କିଛି ସମୟ ପାଇଁ ଅଟକିଗଲେ ଏବଂ ତାପରେ ଆହୁରି କହିଲେ, ହୁଏତ ସେଥିପାଇଁ ସେମାନେ ମୋତେ ଏହି ଟଙ୍କା ଦେଇଥିଲେ ଯାହା ଦ୍ୱାରା ମୁଁ ସମ୍ମାନ ଏବଂ ନିର୍ଭୟତାର ସହିତ ମୋର ଜୀବନ ବଞ୍ଚିପାରିବି, କୌଣସି ଭୟ ବିନା। ଏହା ଶୁଣି ସୁଜାତା ଚିନ୍ତାରେ ହଜିଗଲା। ମା, ତୁମେ ଏତିକି ଧନ କାହିଁକି ମାଗିଲ? ତୁମେ ଅଧିକ ମାଗିପାରିଥାନ୍ତ, ଠିକ୍ ନା? ମାଳତୀ ମୃଦୁ ହସି କହିଲେ, ଝିଅ, ମୁଁ ବୁଢ଼ୀ। ମୁଁ ଅଧିକ ଓଜନ ଉଠାଇ ପାରିନଥିଲି, ତେଣୁ ମୁଁ ଯେତିକି ପାରିବି ସେତିକି ଆଣିଥିଲି। ସୁଜାତା ମୁଣ୍ଡ ହଲାଇ ମନେ ମନେ ଭାବିଲା, ତାର ଅର୍ଥ ସେଠାରେ ଅଧିକ ଧନ ଥାଇପାରେ। ସୁଜାତାର ମୁହଁରେ ଏକ ଅଦ୍ଭୁତ ଚମକ ଦେଖାଗଲା। ସେ ମାଳତୀଙ୍କୁ ସମ୍ମାନ ଜଣାଇବା ପରି ନଈ ପଡ଼ି ମଧୁର ସ୍ୱରରେ କହିଲେ, ଠିକ୍ ଅଛି ମା, ତୁମେ ବିଶ୍ରାମ ନିଅ। ସେଦିନ ଅଶୋକ ଘରକୁ ଆସିବା ମାତ୍ରେ ସେ ଦ୍ୱାର ବନ୍ଦ କରି ଧୀର ସ୍ୱରରେ କହିଲା, ଶୁଣୁଛ? ମୁଁ ସେହି ଗଣ୍ଠିର ରହସ୍ୟ ଜାଣିପାରିଛି। ଅଶୋକ ଆଶ୍ଚର୍ଯ୍ୟ ହୋଇଗଲା। ସତରେ? ତୁମେ କ'ଣ କହୁଛ? ସୁଜାତା ଏକ ଚତୁର ହସରେ ମୁଣ୍ଡ ହଲାଇ ସମସ୍ତ କଥା ବିସ୍ତାର ଭାବରେ କହିଲା। ଅଗ୍ନିରୁ ବାହାରି ଆସିଥିବା ଦେବତା ମାଳତୀଙ୍କୁ କିପରି ଚମତ୍କାର ଧନ ଦେଇଥିଲେ ଏବଂ ସେ କିପରି ଯେତିକି ଉଠାଇ ପାରିଲେ, ସେତିକି ଆଣିଲେ। ଅଶୋକ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲେ କିନ୍ତୁ ଲୋଭର ଚମକ ଧୀରେ ଧୀରେ ତାଙ୍କ ମୁହଁରେ ଦେଖାଯିବାକୁ ଲାଗିଲା। ଦିନ ବିତିଗଲା। ସୁଜାତାର ଧୈର୍ଯ୍ୟ ଏବେ ଦୁର୍ବଳ ହେବାକୁ ଲାଗିଲା। ସେ ପ୍ରତିଦିନ ମାଳତୀଙ୍କ ସେବା କରୁଥିଲେ, ମିଠା କଥା କହୁଥିଲେ, କିନ୍ତୁ ତାଙ୍କ ମନ କେବଳ ଗୋଟିଏ କଥାରେ ଫସି ରହିଥିଲା, ସେହି ରହସ୍ୟମୟ ଗଣ୍ଠି। ଦିନେ ସୁଜାତା ଅଶୋକକୁ କହିଲା, ମୋର ଏକ ମହାନ କୌଶଳ ଅଛି ଯାହା ଦ୍ୱାରା ଆମେ ମଧ୍ୟ ସେହି ଦେବତାଙ୍କଠାରୁ ଧନ ନେଇପାରିବା। ସୁଜାତା ଉତ୍ସାହର ସହିତ କହିଲା, କି କୌଶଳ? ସୁଜାତା ତାଙ୍କ ପାଖକୁ ଆସି ଧୀରେ ଧୀରେ କହିଲା, ଆଜି ରାତିରେ ତୁମେ ମୋତେ ସେହି ଚିତାରେ ବସାଇ ମୋତେ ନିଆଁ ଲଗାଇ ଦେବ, ଯେପରି ତୁମେ ମାଙ୍କ ସହିତ କରିଥିଲ। ଯେତେବେଳେ ସେହି ଦିବ୍ୟ ଶକ୍ତି ପ୍ରକଟ ହେବ, ମୁଁ ତାଙ୍କୁ ବହୁତ ଧନ ମାଗିବି। ତାପରେ ମୁଁ ଟଙ୍କା ପାଇବା ମାତ୍ରେ ଫେରି ଆସିବି। ମାକୁ ଏ କଥା ଆଦୌ ଜଣାଇବା ନାହିଁ। ଅଶୋକ ଟିକେ ଭୟଭୀତ ହୋଇଗଲା। କହିଲା, ଏହା ବହୁତ ବିପଦପୂର୍ଣ୍ଣ। ଯଦି ପ୍ରକୃତରେ କିଛି ଭୁଲ ହୋଇଯାଏ ତେବେ କ'ଣ ହେବ? ସୁଜାତା ହସି ଉଠିଲା, ହେ, ତୁମେ ବିନା କାରଣରେ ଭୟ କରୁଛ। ଯଦି ମା ସଫଳ ହେଲେ, ମୁଁ ପାରିବନି କାହିଁକ?
ଅଶୋକ ଚିନ୍ତାରେ ହଜିଗଲେ। ସୁଜାତା ଏକ ଗଭୀର ନିଶ୍ୱାସ ନେଇ ଧୀର ସ୍ୱରରେ କହିଲେ, ଭାବ, ଯେତେବେଳେ ଆମର ବହୁତ ଧନ ହେବ ସେତେବେଳେ ତୁମକୁ କ୍ଷେତରେ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଆମକୁ କାହା ଆଗରେ ଭିକ୍ଷା ମାଗିବାକୁ ପଡ଼ିବ ନାହିଁ। ସବୁଠାରୁ ବଡ଼ କଥା ହେଉଛି ଆମେ ଏହି ବୁଢ଼ୀର ସେବା କରିବାରୁ ମୁକ୍ତ ହେବା। ସେଦିନ ରାତିର ନୀରବତା ଥିଲା। ଚାରିଆଡ଼େ ଅନ୍ଧାର ବ୍ୟାପି ଯାଇଥିଲା ଏବଂ ଶ୍ମଶାନରେ ଚିତା ସଜଡ଼ା ଯାଇଥିଲା। ଅଶୋକ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ଚିତାରେ ଶୁଆଇ ଥରି ଥରି ହାତରେ ଅଗ୍ନି ଦେଇଥିଲେ, ଯେପରି ସେ ତାଙ୍କ ମା ମାଳତୀ ସହିତ କରିଥିଲେ। ସୁଜାତାଙ୍କ ଆଖି ଭୟରେ ପୂର୍ଣ୍ଣ ଥିଲା, କିନ୍ତୁ ଲୋଭ ତାଙ୍କ ଭୟକୁ ଦମନ କରିଥିଲା। ଦେବତାମାନେ ଦେଖାଇବା ମାତ୍ରେ ମୁଁ ସେମାନଙ୍କଠାରୁ ପ୍ରଚୁର ଧନ ମାଗିବି ଏବଂ ତାପରେ ସୁଖ ଏବଂ ସମୃଦ୍ଧିର ଜୀବନ ବଞ୍ଚିବି। ଅଶୋକ ଶେଷ ଥର ପାଇଁ ଜଳୁଥିବା କାଠକୁ ଚାହିଁଲା ଏବଂ ସେଠାରୁ ଭାରି ହୃଦୟରେ ଫେରି ଆସିଲା। ସେ ନିଶ୍ଚିତ ଥିଲା ଯେ ସକାଳ ହେବା ମାତ୍ରେ ସୁଜାତା ବହୁତ ଟଙ୍କା ନେଇ ଫେରି ଆସିବ। କିନ୍ତୁ ସକାଳର ପ୍ରଥମ କିରଣ ଘରର ଦ୍ୱାର ଦେଶରେ ବ୍ୟାପି ଯାଇଥିଲା, କିନ୍ତୁ ସୁଜାତାର କୌଣସି ଚିହ୍ନ ନଥିଲା। ସମୟ ବିତିଗଲା ଏବଂ ଅଶୋକର ଅସ୍ଥିରତା ବଢ଼ିବାକୁ ଲାଗିଲା। ଏତେ ସମୟ କାହିଁକି ଲାଗୁଛି? ଅଶୋକର ହୃଦୟ ଦ୍ରୁତ ଗତିରେ ଧଡ଼କିବାକୁ ଲାଗିଲା। କିଛି ଅଘଟଣ ଘଟିଛି କି? ତାପରେ ମାଳତୀ ଚିନ୍ତିତ ସ୍ୱରରେ ପଚାରିଲେ, ବୋହୂ କେଉଁଠି? ତୁ ଏତେ ସକାଳୁ ଏତେ ଚିନ୍ତିତ କାହିଁକି ଦେଖାଯାଉଛୁ? ଅଶୋକର କଣ୍ଠ ଶୁଖିଗଲା। ସେ ଥରି ଥରି କହିଲା, ଯେଉଁ ରାତିରେ ତୁମକୁ ଶ୍ମଶାନରେ ପୋଡ଼ିବାକୁ ଚେଷ୍ଟା କରିଥିଲି, ତୁମେ ଏହି ସମୟରେ ଘରକୁ ଆସିଥିଲ ନା? ମାଳତୀ କିଛି ଅଜବ ଅନୁଭବ କଲା। ହଁ, ମୁଁ ଆସିଥିଲି। କିନ୍ତୁ ତୁ ଏସବୁ କାହିଁକି ପଚାରୁଛୁ? ଆଉ ବୋହୂ କେଉଁଠି? ଅଶୋକ ମୁଣ୍ଡ ତଳକୁ କରି କହିଲା, ମା ସୁଜାତା। ସେ ତୁମଠାରୁ ଆହୁରି ଅଧିକ ଧନ ଧରି ଫେରି ଆସିବ। ମୁଁ ତାକୁ ନିଆଁ ଦେଇ ଘରକୁ ଆସିଲି। ମାଳତୀର ହାତରୁ ପାଣି ପାତ୍ର ଖସି ତଳେ ପଡ଼ିଗଲା। ତାଙ୍କ ଆଖିରେ ଗଭୀର ଦୁଃଖ ଆସିଗଲା। ହେ ଭଗବାନ, ତୁମେ କ'ଣ କଲ? ପାଗଳ ପୁଅ, ତୁମର କ'ଣ ଏତେ ବୁଦ୍ଧି ନଥିଲା ଯେ ଏହା କେବଳ ମୋ କର୍ମର ଫଳ, ଚମତ୍କାର ନୁହେଁ? ଅଶୋକ ଥରି ଥରି କଣ୍ଠରେ କହିଲା, କିନ୍ତୁ ମା, ତୁମେ ବଞ୍ଚିଗଲ, ତେଣୁ ସୁଜାତା ମଧ୍ୟ ବଞ୍ଚିପାରିବ, ଠିକ୍ ନା? ମାଳତୀର ଆଖିରେ ଲୁହ ଭରିଗଲା। ସେ ଭାରି କଣ୍ଠରେ କହିଲେ, ଅଶୋକ, ମୁଁ ବଞ୍ଚିଗଲି କାରଣ ମୁଁ କେବେ କାହାକୁ ଖରାପ କାମନା କରିନାହିଁ। ମହାପ୍ରଭୁ ଜଗନ୍ନାଥ ଓ ଭୋଲେନାଥ ମୋର କାମ ଦେଖି ମୋତେ ସୁରକ୍ଷା ଦେଲେ। କିନ୍ତୁ ସୁଜାତା, ସେ କ'ଣ କଲେ? ଲୋଭ, ଛଳନା, ଷଡ଼ଯନ୍ତ୍ର ଏବଂ ହତ୍ୟା ଯୋଜନା। କ'ଣ କୌଣସି ଦେବତା ଏପରି ବ୍ୟକ୍ତିଙ୍କୁ ସୁରକ୍ଷା ଦେବେ? ନା ପୁଅ, ଏହା ତୁମର ନିଜ କାମର ଦଣ୍ଡ। ତାପରେ ମାଳତୀ ଶ୍ମଶାନରେ ସେଦିନ ଯାହା ଘଟିଥିଲା, ସେ ଅଶୋକଙ୍କୁ ସମସ୍ତ ଘଟଣା କହିଥିଲେ। ସେ ପ୍ରକୃତରେ କିପରି ଗଣ୍ଠି ପାଇଥିଲେ। ଅଶୋକର ସମଗ୍ର ଶରୀର ଥରିବାକୁ ଲାଗିଲା। ସେ ମାଟିରେ ମୁଣ୍ଡ କଚାଡ଼ି ଜୋରରେ ଜୋରରେ କାନ୍ଦିବାକୁ ଲାଗିଲେ। ତାଙ୍କ ଆଖି ଆଗରେ ଅନ୍ଧାର ମାଡ଼ି ଆସିଲା। ସେ ନିଜର ଭୁଲ ବୁଝିପାରିଥିଲେ, କିନ୍ତୁ ସବୁ ସରି ଯାଇଥିଲା। ସୁଜାତା ଲୋଭର ନିଆଁରେ ଜଳି ପାଉଁଶ ହୋଇଯାଇଥିଲା। ସେ ଆଉ କେବେ ଫେରିବେ ନାହିଁ। ଏବେ କୌଣସି ଦେବତା ଶ୍ମଶାନକୁ ଆସିବେ ନାହିଁ। କେବଳ ତାଙ୍କ ଚତୁର ହସର ପ୍ରତିଧ୍ୱନି ଅଗ୍ନି ମଧ୍ୟରେ ମିଳେଇ ଯାଇଥିଲା। ବନ୍ଧୁଗଣ, ଗଳ୍ପ କହି ସାରିବା ପରେ ଗୁରୁ କୃଷ୍ଣାନନ୍ଦାଚାର୍ଯ୍ୟ ବୃଦ୍ଧ ବୟସରେ ଆନନ୍ଦମୟ ଜୀବନ ପାଇଁ 5ଟି ଅମର ସତ୍ୟ କହିଲେ। ମୋ ଶିଷ୍ୟଗଣ, ଗୁରୁ ଆରମ୍ଭ କଲେ, ଏଥିପାଇଁ ନିଜର ଆର୍ଥିକ ସ୍ୱାଧୀନତା ସୁରକ୍ଷିତ କର। ପରିବାର ପାଇଁ କଠିନ ପରିଶ୍ରମ କରିବା ଉତ୍ତମ, କିନ୍ତୁ ନିଜ ପାଇଁ କିଛି ସଞ୍ଚୟ ମଧ୍ୟ ରଖ। ବୃଦ୍ଧାବସ୍ଥାରେ ଅନ୍ୟ ଉପରେ ନିର୍ଭର କରିବା ଅସୁବିଧା ଆଣେ। ଆଗୁଆ ଯୋଜନା କର, ଆର୍ଥିକ ସୁରକ୍ଷା ନିଶ୍ଚିତ କର ଏବଂ ସମ୍ମାନରେ ବଞ୍ଚ। ଶିଷ୍ୟ ମୁଣ୍ଡ ହଲାଇ ବୁଝିଲେ, ଆଜିର ଦୁନିଆରେ ଅର୍ଥ ସ୍ୱାଧୀନତା ହିଁ ମୁକ୍ତିର ପଥ। ଦ୍ୱିତୀୟତଃ, ଗୁରୁ କହିଲେ, ଆତ୍ମସମ୍ମାନକୁ ରତ୍ନ ପରି ସମ୍ଭାଳ। ପ୍ରେମ ଓ ଭକ୍ତି ଜରୁରୀ, କିନ୍ତୁ କେବେ ଆତ୍ମସମ୍ମାନ ସହ ସମଝୋତା କର ନାହିଁ। ଯଦି ନିଜକୁ ସମ୍ମାନ ଦେବା ଭୁଲିଯାଅ, ଲୋକେ ଧୀରେ ଧୀରେ ତୁମକୁ ହାଲୁକାରେ ନେବେ। ଯୁବକ ହେଉ କି ବୃଦ୍ଧ, ସବୁବେଳେ ଆତ୍ମସମ୍ମାନ ବଜାୟ ରଖ। ଶିଷ୍ୟଙ୍କ ମନରେ ଏକ ଜ୍ୱାଳା ଜଳିଲା, ଆତ୍ମସମ୍ମାନ ହିଁ ଚରିତ୍ରର ଭିତ୍ତି। ତୃତୀୟତଃ, ଏକାକିତାକୁ ଆଲିଙ୍ଗନ କରିବା ଶିଖ। ବୃଦ୍ଧାବସ୍ଥାରେ ଏକାକିତା ବଡ଼ ଯନ୍ତ୍ରଣା ହୋଇପାରେ, କିନ୍ତୁ ନିଜକୁ ଏହି ପଥରେ ବିକଶିତ କର, ମନକୁ ଦୃଢ଼ କର ଏବଂ ଏପରି ଜୀବନ ଗଢ଼ ଯେଉଁଥିରେ ଅନ୍ୟର କମ୍ ଆବଶ୍ୟକ ପଡ଼ିବ। ନିଜେ ଖୁସି ରହିବା ଶିଖିଲେ ବୃଦ୍ଧାବସ୍ଥା ସୁନ୍ଦର ଲାଗିବ। ଶିଷ୍ୟ ନିଜ ଆଗ୍ରହରେ ପୂର୍ଣ୍ଣ ଜୀବନ କଳ୍ପନା କଲେ, ଏକାକିତାର ଭାରରୁ ମୁକ୍ତ। ଚତୁର୍ଥତଃ, ଅର୍ଥପୂର୍ଣ୍ଣ ସମ୍ପର୍କ ରଖ। ଦୃଢ଼ ସାମାଜିକ ବନ୍ଧନ ଏକାକିତା ଓ ନିରାଶା ବିରୁଦ୍ଧରେ ଢାଲ। ଏମିତି ଲୋକଙ୍କ ସହ ରୁହ ଯିଏ ତୁମକୁ ଉତ୍ସାହିତ କରନ୍ତି। ଏହି ବନ୍ଧନ ମନ ଓ ଶରୀର ଉଭୟକୁ ପୋଷଣ ଦିଏ।
ଶିଷ୍ୟ ବୁଝିଲେ ପ୍ରେମ ଓ ବନ୍ଧୁତା ହିଁ ଜୀବନର ସୁନ୍ଦର ରଙ୍ଗ। ଶେଷରେ ଗୁରୁ କହିଲେ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୁଅ। ବୃଦ୍ଧାବସ୍ଥାରେ ଉଦ୍ଦେଶ୍ୟ ସନ୍ତୁଷ୍ଟି ଆଣେ। ଅନ୍ୟଙ୍କ ସାହାଯ୍ୟ ହେଉ କି ନୂଆ କିଛି ଶିଖିବା, ଏହା ତୁମ ଦିନକୁ ଆନନ୍ଦରେ ଭରିଦିଏ। ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ ହେଉଛି ଅନୁତାପରୁ ମୁକ୍ତ ଜୀବନ। ଶିଷ୍ୟଗଣ ଉତ୍ସାହିତ ହେଲେ। ବୃଦ୍ଧାବସ୍ଥାକୁ ଏକ ଅନ୍ତ ନୁହେଁ, ଅର୍ଥପୂର୍ଣ୍ଣ ଯାତ୍ରା ଭାବେ ଦେଖି ଗୁରୁ ଶିଷ୍ୟମାନଙ୍କ ଆଖିକୁ ଗଭୀର ଭାବେ ଚାହିଁଲେ। ଏହି 5 ସତ୍ୟ, ଆର୍ଥିକ ସ୍ୱାଧୀନତା, ଆତ୍ମସମ୍ମାନ, ଏକାକିତା ବିରୁଦ୍ଧରେ ଶକ୍ତି, ଦୃଢ଼ ସମ୍ପର୍କ ଓ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ ତୁମର ପଥ ପ୍ରଦର୍ଶକ। ଏବେ ଏହାକୁ ଗ୍ରହଣ କର, ତେବେ ବୃଦ୍ଧାବସ୍ଥା ବୋଝ ନୁହେଁ, ଶାନ୍ତିର ଯାତ୍ରା ହେବ। ସଠିକ୍ ଦୃଷ୍ଟିକୋଣରେ ବଞ୍ଚ, ତେବେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟ ସୁନ୍ଦର ହେବ। ଶିଷ୍ୟମାନେ ଗୁରୁଙ୍କ କଥାରେ ପ୍ରଭାବିତ ହେଲେ। ଗୁରୁଙ୍କୁ ପ୍ରଣାମ କଲେ, ପ୍ରତିଜ୍ଞା କଲେ, ଗୁରୁଜୀ, ଆପଣଙ୍କ ଶିକ୍ଷା ଆମ ହୃଦୟକୁ ଛୁଇଁଛି। ଆମେ ଏହାକୁ ଜୀବନରେ ପାଳନ କରିବୁ। ଗୁରୁ ମୁସ୍କାଇ କହିଲେ, ତେବେ ଯାଅ ବତ୍ସ, ଏହି ଜ୍ଞାନ ବାଣ୍ଟ। ଖୁସିରେ ବଞ୍ଚ, ନିଜର ଯତ୍ନ ନିଅ ଓ ତୁମ ଜୀବନ ଅନ୍ୟମାନଙ୍କୁ ପ୍ରେରଣା ଦେଉ। ବନ୍ଧୁଗଣ, ଯଦି ଆପଣ ଏବେଠାରୁ ଏହି 5ଟି କଥା ବୁଝିବେ, ତେବେ ବୃଦ୍ଧାବସ୍ଥା ଆପଣଙ୍କ ପାଇଁ ବୋଝ ହେବ ନାହିଁ, ବରଂ ଶାନ୍ତିରେ ପରିପୂର୍ଣ୍ଣ ଯାତ୍ରା ହୋଇଯିବ। ଯଦି ଏହି କଥା ଆପଣଙ୍କ ହୃଦୟକୁ ଛୁଇଁଛି, ତେବେ କେବଳ ଶୁଣନ୍ତୁ ନାହିଁ, ବରଂ ଏହାକୁ ଆପଣଙ୍କ ଜୀବନରେ ଗ୍ରହଣ କରନ୍ତୁ। ଯଦି ଆପଣ ଏପରି ଜୀବନ ପରିବର୍ତ୍ତନକାରୀ କଥା ଶୁଣିବାକୁ ପସନ୍ଦ କରନ୍ତି, ଭଲଗପକୁ ସବସ୍କ୍ରାଇବ କରନ୍ତୁ। ପରବର୍ତ୍ତୀ ଭିଡିଓରେ ଏହିଭଳି ଏକ ଗପ ସହ ଦେଖାହେବ। ଜୟ ଶ୍ରୀ ଜଗନ୍ନାଥ।